Good afternoon, young friends. ଆଜି ଆମେ ବ୍ଲକ୍ 2 ଅରିଜିନ୍ ଆଣ୍ଡ ଡେଭଲପମେଣ୍ଟ ଅଫ୍ ଆନ୍ଥ୍ରୋପୋଲୋଜି ଡିସ୍କସନ୍ କରିବା। ବ୍ଲକ୍ 2ରେ ୟୁନିଟ୍ 4ରେ ହିଷ୍ଟ୍ରି ଆଣ୍ଡ ଡେଭଲପମେଣ୍ଟ ଅଫ୍ ଆନ୍ଥ୍ରୋପୋଲୋଜି ଅଛି ଆଣ୍ଡ ୟୁନିଟ୍ 5ରେ ଆନ୍ଥ୍ରୋପୋଲୋଜି ଇନ୍ ଇଣ୍ଡିଆ ଅଛି। ଆମେ ଯେତେବେଳେ ଜାଣିଲେ ଆନ୍ଥ୍ରୋପୋଲୋଜି ଇଜ୍ ଏ ହୋଲିଷ୍ଟିକ୍ ଷ୍ଟଡି ଅଫ୍ ମ୍ୟାନ୍, ମଣିଷ ବିଷୟରେ ଟୋଟାଲ ସବଜେକ୍ଟ ମ୍ୟାଟର ଆମେ ପଢ଼ୁଛେ। କିନ୍ତୁ ଏଇ ଯେଉଁ ଡିସିପ୍ଲିନଟା କେବେ ଆରମ୍ଭ ହେଲା ଆମେ ତାକୁ ଅଳ୍ପ ବହୁତ ପୂର୍ବରୁ ଜାଣିଛେ। ମଣିଷ ବିଷୟରେ ମଣିଷ ନିଜେ ପଢ଼ିବା ଆଗରୁ ମଣିଷ ଆଥମେଟିକ୍ସ ଜାଣିଥିଲା, ମଣିଷ ଆଷ୍ଟ୍ରୋନୋମି ଜାଣିଥିଲା, ମଣିଷ ବାୟୋଲୋଜି ଜାଣିଥିଲା। ଏସବୁ ବିଷୟରେ ମଣିଷ ଆଗରୁ ଷ୍ଟଡି କରୁଥିଲା। କିନ୍ତୁ ମଣିଷ ନିଜ ବିଷୟରେ ଗୋଟେ ଷ୍ଟଡି କରିବ, ନିଜ ବିଷୟରେ ଅନୁସନ୍ଧାନ କରିବ, ତା ମୁଣ୍ଡକୁ ଆସିନଥିଲା, ତା ମନକୁ ଆସିନଥିଲା। ତଥାପି ମଣିଷ ବିଷୟରେ ଏଇ ସବଜେକ୍ଟଟା ଯଦିଓ ବହୁତ ପରେ ଆସିଲା, କିନ୍ତୁ ତାର ମଣିଷ ସମ୍ବନ୍ଧୀୟ ପାଠ ୟୁରୋପରେ 500 ଖ୍ରୀଷ୍ଟାବ୍ଦ 500 ପୂର୍ବରୁ ହେରୋଡୋଟସ୍ ତାକୁ ମଣିଷ ବିଷୟରେ, ମଣିଷର ସମାଜ ବିଷୟରେ ପଢ଼ୁଥିଲେ ଖ୍ରୀଷ୍ଟାବ୍ଦ 500। କିନ୍ତୁ ଭାରତରେ ଖ୍ରୀଷ୍ଟାବ୍ଦ 1500 1500 ବର୍ଷ ପୂର୍ବରୁ ମଣିଷ ସମ୍ବନ୍ଧୀୟ ଆମର ମହର୍ଷି ବେଦବ୍ୟାସ, ଯେଉଁ ବେଦିକ ଲିଟରେଚର, ଆମର ବେଦିକ ସିଭିଲାଇଜେସନ, ସେଇ ପିରିୟଡ଼ରେ ମଣିଷ ବିଷୟରେ ଏବଂ 1000 ମସିହା ବିସି ଉପନିଷଦରେ 600 700 ମସିହା ବିସି ଗୀତା ମାଧ୍ୟମରେ ମଣିଷ ସମ୍ବନ୍ଧୀୟ, ମଣିଷ ଉପରେ ଜ୍ଞାନ, ମଣିଷ ଉପରେ ତତ୍ତ୍ୱ, ମଣିଷର ଜୀବନ, ମଣିଷର ଚାଲିଚଳନ, ମଣିଷ କ'ଣ କଲେ ଭଲରେ ଚଳିବ, ମଣିଷର ପ୍ରକୃତ ଧର୍ମ କ'ଣ। ଆଜିକାଲି ଆମେ ଧର୍ମ ବୋଲି ଯେଉଁ ରିଲିଜିଅନ୍ କହୁଛେ ତାହା ନୁହେଁ। ମଣିଷର ଧର୍ମ ହେଉଛି ଅନ୍ୟକୁ ସାହାଯ୍ୟ କରିବ, ଭଲରେ ଚଳିବ, କାମ, କ୍ରୋଧ, ମୋହ, ମାୟା ପଛରେ ପଡ଼ିବନି। ଏଇଟା ହେଉଛି ବେସିକାଲି ମଣିଷର ଧର୍ମ। ଯେମିତି ପାଣିର ଧର୍ମ ତଳକୁ ତଳକୁ ଗଡ଼ିଯିବ, ସେଇ ରକମ ମଣିଷର ଧର୍ମ। ମଣିଷ ମ୍ୟାନ୍ ଆଣ୍ଡ ହ୍ୟୁମାନ୍, ମଣିଷର ଯେତେବେଳେ ତାର ଧର୍ମକୁ ପାଳନ କରୁଛି ଆମେ ତାକୁ ହ୍ୟୁମାନ୍ ବୋଲି କହୁଛେ। ତା ନହେଲେ ମଣିଷ ପଶୁ ସହିତ ସମାନ ହେଇଯିବ। ତେଣୁ ମଣିଷ ସମ୍ବନ୍ଧୀୟ ନୃତତ୍ଵ ମାନବ ବିଜ୍ଞାନ ଆସିବାର ବହୁ ବର୍ଷ ପୂର୍ବରୁ ୟୁରୋପିଆନ୍ ମାନେ 500, ଭାରତୀୟ ମାନେ ଅତି କମରେ 1500 ଖ୍ରୀଷ୍ଟାବ୍ଦ ପୂର୍ବରୁ ମଣିଷ ସମ୍ବନ୍ଧୀୟ ପଢ଼ୁଥିଲେ। କିନ୍ତୁ ଆମେ ଯେତେ ବହି ଆଜିକାଲି ଦେଖୁଛେ ସବୁ ବ୍ରିଟିଶ ବା ୱେଷ୍ଟର୍ଣ୍ଣ ମଡେଲର ବହି ଦେଖୁଛେ, ସେମାନେ କେବେ ମଣିଷ ସମ୍ବନ୍ଧରେ ପାଠ ହେଲା ବୋଲି ଯଦି କୁହାଯିବ ସେମାନେ କହିବେ ମଣିଷ ସମ୍ବନ୍ଧରେ ପାଠ ହେରୋଡୋଟସ୍ 500 ଖ୍ରୀଷ୍ଟାବ୍ଦ 500 ମସିହା ପୂର୍ବରୁ କରିଥିଲେ। କିନ୍ତୁ ଯେତେବେଳେ ଭାରତୀୟ ସଂସ୍କୃତି, ଭାରତୀୟ ସଭ୍ୟତା ଆଡ଼କୁ ଆମେ ଆସିବା, ଯେତେବେଳେ ଆମ ସ୍କଲାର ମାନେ, ଆମ ରିସର୍ଚ୍ଚର ମାନେ ଯେତେବେଳେ ଚିନ୍ତା କଲେ, ଦେଖିଲେ, ଯେତେବେଳେ ବେଦ କଥା ପଢ଼ିଲେ, ଉପନିଷଦ କଥା ପଢ଼ିଲେ, ଗୀତା କଥା ପଢ଼ିଲେ, ସେମାନେ ଜାଣିଲେ ଆରେ ଭାରତର ସଭ୍ୟତା ତ, ଭାରତ ମଣିଷ ଉପରେ ତ ୟୁରୋପ ମାନଙ୍କଠୁ ବହୁତ ଆଗରେ ଅଛି, 1000 ବର୍ଷ ପୂର୍ବରୁ ପଡ଼ିଛି। ସେ ତତ୍ତ୍ୱ ଏବେ ନୂଆ ନୃତତ୍ତ୍ୱବିତ୍ ମାନେ ତାକୁ ଏଷ୍ଟାବ୍ଲିଶ କରୁଛନ୍ତି ଏବଂ ବେଦରେ, ଉପନିଷଦରେ, ଗୀତାରେ ମଣିଷର ତତ୍ତ୍ୱ, ମଣିଷ କ'ଣ, ମଣିଷର ଜୀବନ କ'ଣ, ସବୁ ଜୀବନ ତତ୍ତ୍ୱ ସେ ଭିତରେ ରହିଛି। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ନୃତତ୍ତ୍ୱ ଗୋଟେ ସବଜେକ୍ଟ, ନୃତତ୍ତ୍ୱ ଆଜି ଡିସିପ୍ଲିନ୍ ଆସିନଥିଲା। କିନ୍ତୁ ଏଇଟାକୁ ଆମେ ତାକୁ କହିବା ପ୍ରୋଟୋ ଆନ୍ଥ୍ରୋପୋଲୋଜି ଷ୍ଟେଜ୍ ବା ମଚ୍ ବିଫୋର୍ ଆନ୍ଥ୍ରୋପୋଲୋଜି ଆଜ୍ ଏ ସାଇନ୍ସ ଅର୍ ଆଜ୍ ଏ ଡିସିପ୍ଲିନ୍। ଲୋକମାନେ, ମୁନି ଋଷିମାନେ, ଫିଲୋସଫର ମାନେ, ଦାର୍ଶନିକ ମାନେ ମଣିଷ ବିଷୟରେ, ମଣିଷର ଭଲ ମନ୍ଦ ବିଷୟରେ ପଢ଼ୁଥିଲେ। ୟୁରୋପରେ ଖ୍ରୀଷ୍ଟାବ୍ଦ 500 ପାଖାପାଖି ପଢ଼ୁଥିଲେ, ଭାରତ ବର୍ଷରେ ଖ୍ରୀଷ୍ଟପୂର୍ବ 1500 ବର୍ଷ ଆଗରୁ ପଢ଼ୁଥିଲେ। ଆମର ବେଦବ୍ୟାସ ଯେ ଲେଖିଛନ୍ତି ବେଦ ବା ଗୀତା, ସେସବୁ ଆରମ୍ଭରୁ ଆମେ ପଢ଼ୁଥିଲେ। ତେଣୁ ଏଇସବୁ ବିଷୟ ପଢ଼ିଲା ବେଳକୁ ଆମେ କିନ୍ତୁ ୟୁରୋପିଆନ୍ କଣ୍ଟେକ୍ସଟରେ ବା ବ୍ରିଟିଶ କଣ୍ଟେକ୍ସଟରେ ଏଇଟାକୁ ଆମେ ମୋଷ୍ଟଲି ଦେଖୁଛେ। ଆମେ ପରେ ଦେଖିବା ଇଣ୍ଡିଆନ୍ କଣ୍ଟେକ୍ସଟରେ ଡେଭଲପମେଣ୍ଟ ଅଫ୍ ଆନ୍ଥ୍ରୋପୋଲୋଜି ନେକ୍ସଟ ଫେଜ୍ରେ ଆସିବା। ବର୍ତ୍ତମାନ ଯେତେବେଳେ ଆମେ ଦେଖିଲେ ତା ପରେ ପରେ ବହୁତ ଗ୍ୟାପ୍ ପରେ ପ୍ରାୟ
1500-1600 ଖ୍ରୀଷ୍ଟାବ୍ଦ ବେଳକୁ 1500-1600 ଶତାବ୍ଦୀ ବେଳକୁ ବହୁ ଲୋକ ସମାଜ ଉପରେ ଚିନ୍ତା କଲେ, ସମାଜ ଉପରେ ବିଭିନ୍ନ କଲଚର, ବିଭିନ୍ନ ଦେଶ, ବିଭିନ୍ନ ବିଦେଶକୁ ସମୁଦ୍ର ମାଧ୍ୟମରେ ଯାତ୍ରା କଲେ, ବିଭିନ୍ନ କଲଚରକୁ ପଢ଼ିଲେ, ଲୋକମାନଙ୍କ ବିଷୟରେ ସଂସ୍ପର୍ଶରେ ଆସିଲେ, ସେମାନଙ୍କର ଚାଲିଚଳନ ଜାଣିଲେ, ତାହେଲେ ନଲେଜ ଏଣ୍ଟାୟାର ବିଶ୍ୱର ନଲେଜ ବା ଜ୍ଞାନ ସେମାନେ ଜାଣିବାକୁ ପାଇଲେ। ସେତେବେଳେ ବି ଆନ୍ଥ୍ରୋପୋଲୋଜି ଗୋଟେ ସବଜେକ୍ଟ ବୋଲି ହବ ବୋଲି କେହି ଜାଣିନଥିଲେ, କିନ୍ତୁ ଏ ଦାର୍ଶନିକ ମାନେ ବା ବିଭିନ୍ନ ଟ୍ରାଭେଲର୍ସ ମାନେ ବିଭିନ୍ନ ଏରିଆକୁ ଯାଇକିରି ସେମାନେ ମଣିଷର ଡିଫରେଣ୍ଟ ଆସ୍ପେକ୍ଟ, ସାମାଜିକ ହଉ, ଅର୍ଥନୈତିକ ହଉ, ତାଙ୍କର ଚାଲିଚଳନ ହଉ, ସବୁ ପଢ଼ୁଥିଲେ। ଏବଂ ସେଗୁଡ଼ାକ 15th-16th ସେଞ୍ଚୁରୀ ୟୁରୋପରେ ଆରମ୍ଭ ହେଇଥିଲା। ଇଣ୍ଡିଆରେ ସେତେବେଳକୁ ଗୁଡ଼େ ଜିନିଷ ଡେଭଲପ୍ ମଣିଷ ବିଷୟରେ ହେଇଗଲାଣି, କିନ୍ତୁ ନୃତତ୍ଵ ସେତେବେଳେ ତ ଡେଭଲପ୍ ହେଇନି। ଆମେ ସେଇ ଯେଉଁ ତାତ୍ତ୍ୱିକ ବିଚାର ଯଦି ଦେଖିବା, ସେଇଟାକୁ ଆମେ 3 ଭାଗରେ ଆମେ ଚିନ୍ତା କରୁଛେ। ଗୋଟେ ଥିଓଲୋଜିକାଲ ବା ତାତ୍ତ୍ୱିକ ଜ୍ଞାନ, ଯେଉଁ 1500-1600 ଶତାବ୍ଦୀ ବେଳକୁ ଆମେ ତାତ୍ତ୍ୱିକ ଜ୍ଞାନ ଲୋକମାନଙ୍କର ଜ୍ଞାନୀ ସ୍କଲାର ମାନଙ୍କର ବା ଗୁରୁମାନଙ୍କର, ଫିଲୋସଫର ମାନଙ୍କର, ଦାର୍ଶନିକ ମାନଙ୍କର ଚିନ୍ତାଧାରା ଆସିଲା ତାତ୍ତ୍ୱିକ ଜ୍ଞାନ ଉପରେ। ତାପରେ ଗୋଟେ ମେଟାଫିଜିକାଲ ଜ୍ଞାନ। ମେଟାଫିଜିକାଲ ମାନେ ଏଟା ମାନେ ଆମେ ବିଜ୍ଞାନ ଏବଂ ଶାସ୍ତ୍ର, ଆମେ କହୁଛେ ବିଜ୍ଞାନ ଯୋଉଠି ସରୁଛି, ଶାସ୍ତ୍ର ଜ୍ଞାନ ସେଇଠୁ ଆରମ୍ଭ ହେଉଛି। ସୋ ଏଇଟା ଗୋଟେ ଟୁ ୱେ ଟ୍ରାନଜିସନ ଫେଜ୍, ମେଟାଫିଜିକାଲ ଫେଜ୍। ତାପରେ ଆସିଲା ସାଇଣ୍ଟିଫିକ ଫେଜ୍ ବା ଆମେ ଯୋଉଟା କହୁଛେ ହେତୁବାଦ, ବୈଜ୍ଞାନିକବାଦ ବା ପ୍ରମାଣ ଯୋଗ୍ୟ ବିଷୟ। ଯେଉଁ ଜିନିଷଟା ଆମେ ପ୍ରମାଣ କରିପାରିବା, ସେଇଟାକୁ ଆମେ ସିଷ୍ଟମେଟିକାଲି ପ୍ରମାଣ କରିପାରିବା, ତାକୁ ଆମେ ବିଜ୍ଞାନ ଯୁଗ ବୋଲି କହୁଛେ। ଏବଂ ବିଜ୍ଞାନ ଯୁଗ ବିଭିନ୍ନ ବୈଜ୍ଞାନିକ ପଦ୍ଧତି, ଟେକ୍ନୋଲୋଜି ଡେଭଲପମେଣ୍ଟ, ସୋସିଆଲ ଡେଭଲପମେଣ୍ଟ, କଲଚରାଲ ଡେଭଲପମେଣ୍ଟ, ଫିଜିଓଲୋଜିକାଲ ଡେଭଲପମେଣ୍ଟ, ସବୁ ଜିନିଷ ସେ ବିଜ୍ଞାନ ଯୁଗରେ ଆସିଲା। ଏବଂ ବିଜ୍ଞାନ ଯୁଗରେ ଆସିଲା ପରେ କିନ୍ତୁ ତଥାପି ଆମର ଦର୍ଶନ ଶାସ୍ତ୍ର, ଦାର୍ଶନିକ ମାନେ ଆମର ଯେଉଁ ମଣିଷ, ହ୍ୱାଟ ଇଜ ଏ ମ୍ୟାନ୍, ହୁ ଇଜ ଏ ମ୍ୟାନ୍, ମଣିଷ କିଏ, ମଣିଷର ଜୀବନ ତତ୍ତ୍ୱ ବିଷୟରେ ଏପର୍ଯ୍ୟନ୍ତ ବି ପଢ଼ୁଛନ୍ତି ଏବଂ ଏପର୍ଯ୍ୟନ୍ତ ବି ଚିନ୍ତା କରୁଛନ୍ତି, ଯେଉଁଟାକୁ ସମସ୍ତେ କହୁଛନ୍ତି ସାଇନ୍ସ ଏପର୍ଯ୍ୟନ୍ତ ସେ ପିରିୟଡ଼କୁ, ସେ ସ୍ତରକୁ ଯାଇପାରି ନାହିଁ। ହୁଏତ ଆଉ 10-50 ବର୍ଷ ପରେ ସାଇନ୍ସ ସେଇ ବିଷୟକୁ ଜାଣିପାରିବ, ଜୀବତତ୍ତ୍ୱ ବିଷୟରେ ଜାଣିପାରିବ, ମଣିଷର ଆତ୍ମା ଉପରେ ଜାଣିପାରିବ। ସେ କନସେପ୍ଟ ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ଧୀରେ ଧୀରେ ସେ ହେତୁବାଦ ଆସିଲା, ବିଜ୍ଞାନ ଆସିଲା। ଏବଂ ବିଜ୍ଞାନ ଆସିଲା ପରେ ବାୟୋଲୋଜିକାଲ ସାଇନ୍ସ ଆସିଲା ଏବଂ ସୋସିଓଲୋଜିକାଲ ସାଇନ୍ସ ବି ଆସିଲା, ସାମାଜିକ ବିଜ୍ଞାନ ଆସିଲା। ସମାଜ ଉପରେ ଲୋକମାନେ ଚିନ୍ତାଧାରା କଲେ, ସମାଜ ସିଷ୍ଟମେଟିକ ସମାଜ ଉପରେ ପଢ଼ିଲେ, ମାନେ ଲୋକମାନଙ୍କ ଉପରେ ପଢ଼ିବାକୁ, ଲୋକମାନଙ୍କର ଉପରେ ଜ୍ଞାନ ଆହରଣ କରି, ଲୋକମାନଙ୍କର ଜୀବନଶୈଳୀ ଉପରେ ଜ୍ଞାନ ଆହରଣ କରି, ଏବଂ ସେଇ ଜ୍ଞାନକୁ କେମିତି ଲୋକମାନଙ୍କର ଉପକାର ଲଗେଇବେ, ସେଇ ବିଷୟବସ୍ତୁ ଲୋକମାନଙ୍କର ଚାହିଦା ଅନୁସାରେ, ଲୋକମାନଙ୍କର ନିଡ୍ ବା ରିକ୍ୱାରମେଣ୍ଟ ଅନୁସାରେ କିରକମ ଡେଭଲପମେଣ୍ଟ କରିବେ, ସେ ବିଷୟ ସିଷ୍ଟମେଟିକ ଷ୍ଟଡି ଅଫ ଲୋକ ସମାଜ ବା ସାମାଜିକ ଷ୍ଟଡି ଉପରେ ଆରମ୍ଭ ହେଲା। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ନୃତତ୍ୱର ବିସ୍ତାର ବା ଆବିର୍ଭାବ ହେଇପାରିନଥିଲା। କିନ୍ତୁ ଯେତେବେଳେ ଆମେ ଦେଖିଲେ ଫିଲୋସଫର ମାନେ ଏଇଟାକୁ ଯେଉଁ ଏଜ୍ ଅଫ୍ ଜ୍ଞାନ ବା ଏଜ୍ ଅଫ୍ ରିଜନିଂ ବୋଲି କହୁଛନ୍ତି, ତାପରେ ପରେ ଆସିଲା। ଏବଂ ସେମାନେ ସେତେବେଳେ ଭାବିଲେ ଯେ ଇଣ୍ଡିଆନ ସେତେବେଳକୁ ସେମାନେ ବିଭିନ୍ନ ଗ୍ଲୋବର, ୟୁରୋପିଆନ ମାନେ ବିଭିନ୍ନ ଗ୍ଲୋବରେ କଲୋନି ଏଷ୍ଟାବ୍ଲିଶମେଣ୍ଟ କଲେଣି, ତାଙ୍କର ବାଣିଜ୍ୟ ମାଧ୍ୟମରେ। ଭାରତରେ ବି କଲୋନି ଏଷ୍ଟାବ୍ଲିଶମେଣ୍ଟ କରିସାରିଲେଣି, ବିଭିନ୍ନ ଏସିଆ, ଆଫ୍ରିକା, ମିଡଲ ଇଷ୍ଟ, ଏସବୁ ଏରିଆକୁ ସେମାନେ ଆସିଲେଣି। ସେମାନେ ଆସିକି ଯେତେବେଳେ ମଣିଷ ବିଷୟରେ ଦେଖୁଛନ୍ତି, ମଣିଷ ବିଷୟରେ ଆଗ ଦେଖିଲା ପରେ ଚିନ୍ତା କଲେ, ଏଠିକାର ମଣିଷ ୟୁରୋପିଆନ କଣ୍ଟେକ୍ସଟରେ କହୁଛି, ଏମାନଙ୍କର ଜ୍ଞାନ ଆମ ତୁଳନାରେ, ଆମ ମାନେ ବ୍ରିଟିଶ ମାନଙ୍କ ତୁଳନାରେ ବହୁତ କମ୍। ତେଣୁ ସେମାନେ ସେମାନଙ୍କୁ ପ୍ରି ଲିଟରେଟ୍ ବା ସାଭେଜ ବୋଲି କହୁଥିଲେ।
ସିଭିଲାଇଜେସନ ବୋଲି କହୁନଥିଲେ, ତାଙ୍କର କିଛି ସିଭିଲାଇଜେସନ ନାହିଁ, ସିଭିଲାଇଜ ସେମାନେ ନୁହନ୍ତି। ଆମେ ୟୁରୋପିଆନ ମାନେ କେବଳ ସିଭିଲାଇଜ, ଆମେ ଯେଉଁମାନେ ଯେଉଁଠି କଲୋନି ଏଷ୍ଟାବ୍ଲିଶ କରିଛନ୍ତି, ଇଭିନ୍ ଭାରତବର୍ଷରେ ବି ସେମାନେ ପ୍ରଥମେ ଯେତେବେଳେ ଆସିଲେ ଭାରତର ଜ୍ଞାନ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଲେ, ଭାରତର ଜ୍ଞାନକୁ ଜାଣିଲେ, ଭାରତର ଜ୍ଞାନକୁ ସାଂସ୍କ୍ରିଟ ଜ୍ଞାନକୁ ସେମାନେ କନଭର୍ଟ କଲେ, ଟ୍ରାନ୍ସଲେଟ କଲେ ଇଂରାଜୀରେ, ଜାଣିଲେ, ବୁଝିଲେ, ଜର୍ମାନୀରେ ବି ଟ୍ରାନ୍ସଲେଟ କଲେ। ଜାଣିଲା ପରେ ସେମାନେ ଚାହିଁଲେ ଗୋଟେ ଏଜୁକେସନ ସିଷ୍ଟମ ଭାରତରେ ଚିନ୍ତା କରିବା, କହିଲେ ଭାରତକୁ ଆମେ ଆଡମିନିଷ୍ଟ୍ରେସନ, ଭାରତକୁ ଶାସନ କରିପାରିବା ନାହିଁ ଯେପର୍ଯ୍ୟନ୍ତ ଭାରତର ଜ୍ଞାନ, ଭାରତର ତାତ୍ତ୍ୱିକ ସଭ୍ୟତା, ଭାରତର ସିଭିଲାଇଜେସନ ଏତେ ଷ୍ଟେଜରେ ପହଞ୍ଚିଥିଲା, ତାକୁ ଆମେ ବନ୍ଦ ନ କରିପାରିବା ତାହେଲେ ଆମେ ଭାରତକୁ ଆଗେ ଶାସନ କରିପାରିବେନି। ତେଣୁ ଭାରତର ଜ୍ଞାନକୁ ହେୟ ଜ୍ଞାନ କଲେ, ଆକ୍ସେପ୍ଟ କଲେନି, ରିଜେକ୍ଟ କଲେ, ଏବଂ ରିଜେକ୍ଟ କଲା ପରେ ତାଙ୍କର ଜ୍ଞାନକୁ ଲେଖିଲେ, ଭାରତର ଜ୍ଞାନକୁ ନେଇକରି ଇଂରାଜୀରେ ତାଙ୍କ ଭାଷାରେ ଲେଖିଲେ, ଏବଂ ୟୁରୋପିଆନ ଏଇଟା କରିଛନ୍ତି ଲେଖିଲେ, ଆମେରିକାନ ଏଇଟା କରିଛନ୍ତି ଲେଖିଲେ, ବ୍ରିଟିଶ ଏଇଟା କରିଛନ୍ତି ଲେଖିଲେ, ଜର୍ମାନ ଏଇଟା କରିଛନ୍ତି ଲେଖିଲେ, କିନ୍ତୁ ତାର ସବୁ ତତ୍ତ୍ୱ ବେଦରେ ଅଛି, ସବୁ ତ ଏବେ ଜଣାପଡ଼ିଗଲାଣି, ଏବେ ଜଣାପଡ଼ିଗଲାଣି ସେମାନେ କି ରକମ ଯେଉଁମାନେ କଲୋନି ବିସ୍ତାର କରିଥିଲେ, ଯେଉଁ ଯେଉଁ ଏରିଆରେ ଶାସନ କରୁଥିଲେ, ଇଂଲଣ୍ଡ ବାହାରେ ବା ବ୍ରିଟିଶ ବାହାରେ ବା ୟୁରୋପ ବାହାରେ, ସେମାନଙ୍କୁ ସେମାନେ ସିଭିଲାଇଜ ନ କହିକିରି ଅନସିଭିଲାଇଜ ବା ପ୍ରିମିଟିଭ, ବା ଯେଉଁମାନେ ବଣ ଜଙ୍ଗଲରେ ରହୁଥିଲେ ଟ୍ରାଇବ୍ ବୋଲି ତାଙ୍କୁ କହୁଥିଲେ, ଏବଂ ଡିଭାଇଡ୍ ଆଣ୍ଡ ରୁଲ୍ କରୁଥିଲେ। ତାଙ୍କର ମେନ୍ ଉଦ୍ଦେଶ୍ୟ କେମିତି ଆଡମିନିଷ୍ଟ୍ରେସନ କରିବା, ଶାସନ କରିବା, ଲୋକମାନଙ୍କ ଭିତରେ ବିଭେଦ ସୃଷ୍ଟି କରିବା, ଏବଂ ସେଇ ବିଭେଦ ମଧ୍ୟରେ ଲୋକମାନଙ୍କୁ ଶାସନ କରିବା, ଏବଂ ଦେଶକୁ, ଦେଶର ସମ୍ପତ୍ତିକି କୌଣସି ଉପାୟରେ ନିଜ କଣ୍ଟ୍ରିକି ନେଇଯିବା, ବିଭିନ୍ନ ବ୍ୟବସାୟ ହେଉ, ବିଭିନ୍ନ ଟ୍ୟାକ୍ସ ମାଧ୍ୟମରେ ହେଉ, କୌଣସି ଉପାୟରେ ସୁଧାର ଭାରତକୁ ସେମାନେ ଆସ୍ତେ ଆସ୍ତେ ଗରିବ ଆଡ଼କୁ ନେବାକୁ ବସିଲେ। ତେଣୁ ସେ ପର୍ଯ୍ୟନ୍ତ ବି ନୃତତ୍ୱ ଆସିନଥିଲା, କିନ୍ତୁ ମଣିଷ ଉପରେ ପାଠ ଚାଲିଥିଲା, ମଣିଷ ଉପରେ ଷ୍ଟଡି ଚାଲିଥିଲା। ଏବଂ ସେମାନେ ଯେତେବେଳେ ଚିନ୍ତା କରୁଥିଲେ, ଯେତେବେଳେ ଜାଣିଲେ ଯେ ତାଙ୍କ ବିଷୟରେ ବା ଯେଉଁ କଲଚରକୁ ସେମାନେ ଷ୍ଟଡି କରୁଛନ୍ତି, ଯେଉଁ ଏରିଆକୁ ସେମାନେ ଶାସନ କରିବାକୁ ଆସୁଛନ୍ତି, ଯେଉଁଠି ସେମାନେ ବିଜନେସ୍ କରିବାକୁ ଆସୁଛନ୍ତି, ସେଇ ଏରିଆରେ ଭାରତର ଜ୍ଞାନକୁ ଆଉ ନ ପଢ଼େଇ ବା ଲୋକାଲ ଜ୍ଞାନକୁ ନ ପଢ଼େଇ ନିଜ ଜ୍ଞାନକୁ ବିସ୍ତାର କରିବାକୁ ଲାଗିଲେ। ଏବଂ ତା ଫଳରେ କ'ଣ ହେଲା, ଲୋକମାନେ ଆସ୍ତେ ଆସ୍ତେ ଭାବିଲେ ଯେଉଁ ଏରିଆରେ ଶାସନ, ଭାରତ ହଉ ବା ଏସିଆର ଅଦର କଣ୍ଟ୍ରିଜ ହଉ ବା ଆଫ୍ରିକାନ କଣ୍ଟ୍ରିଜ ହଉ, ସେମାନେ ନିଜର ଜ୍ଞାନକୁ ଆସ୍ତେ ଆସ୍ତେ ଭୁଲିଗଲେ। ନିଜର ଜ୍ଞାନକୁ ଆଜିକାଲି କେତେଜଣ ପିଲା ଆମର ବେଦ ଉପରେ ପାଠ ପଢ଼ୁଛନ୍ତି, କେତେ ସ୍କୁଲରେ ବେଦ ବିଷୟରେ ପାଠ ପଢ଼ା ହେଉଛି, ଗୀତା ବିଷୟରେ ପାଠ ପଢ଼ା ହେଉଛି। ଏବେ କିନ୍ତୁ ନ୍ୟୁ ଏଜୁକେସନ ପଲିସି ଯେତେବେଳେ ଆସିଲା, ଆମେ ଜାଣିପାରିଲୁ ଆରେ ଆମର ଜ୍ଞାନ ସୁପିରିୟର, ବ୍ରିଟିଶ ଜ୍ଞାନ ଅପେକ୍ଷା, ୱେଷ୍ଟର୍ଣ୍ଣ ଜ୍ଞାନ ଅପେକ୍ଷା ଆମର ଜ୍ଞାନ, ଆମର ବିଜ୍ଞାନ ବହୁତ ସୁପିରିୟର, ବହୁତ ଆଗରୁ ଆମେ ସିଭିଲାଇଜ ଥିଲୁ। ତାପରେ ଏବେ ଏବେ ଆମର ସେ ବେଦିକ ଉପରେ ବିଭିନ୍ନ ସ୍କୁଲ କଲେଜରେ ବେଦ ନଲେଜ, ଆନ୍ସିଏଣ୍ଟ ପୁରାତନ ଭାରତର ସଭ୍ୟତା ସଂସ୍କୃତି ଉପରେ ପଢ଼ାଯାଉଛି, ସେଇ ଜ୍ଞାନ ଉପରେ ଆଲୋଚନା କରାଯାଉଛି, ଏବଂ ତା ଫଳରେ ଆମେ ଜାଣୁଛୁ ଲୋକମାନଙ୍କ ସମ୍ବନ୍ଧରେ, ସାମାଜିକ ସମ୍ବନ୍ଧରେ ଭାରତର ଜ୍ଞାନ ୟୁରୋପୀୟ ୱେଷ୍ଟର୍ଣ୍ଣ ଜ୍ଞାନ ଅପେକ୍ଷା ବହୁତ ମିନିମମ୍ 1000 ବର୍ଷ ଆଗକୁ ଜାଣିଥିଲେ। ତଥାପି ଆନ୍ଥ୍ରୋପୋଲୋଜି, ନୃତତ୍ତ୍ୱ ଆଜ ଏ ସବଜେକ୍ଟ, ନୃତତ୍ତ୍ୱ ଆଜ ଏ ଡିସିପ୍ଲିନ୍, ନୃତତ୍ତ୍ୱ ଗୋଟେ ବିଷୟବସ୍ତୁ ବୋଲି ସେ ପର୍ଯ୍ୟନ୍ତ ଇଭିନ୍ ୟୁରୋପରେ ବି ଆସିନଥିଲା। କିନ୍ତୁ 1843 ମସିହାରେ, ମିଡ୍ 19th ସେଞ୍ଚୁରୀ, ସେତେବେଳେ ପ୍ରଥମେ ଯେତେବେଳେ ୟୁରୋପରେ ଏଥନୋଲୋଜିକାଲ ଷ୍ଟଡି ବୋଲି ଆରମ୍ଭ କଲେ, ଏଥନୋଲୋଜିକାଲ ସୋସାଇଟି ଆରମ୍ଭ କଲେ, ଏବଂ ତା ଭିତରେ ବିଭିନ୍ନ କମ୍ୟୁନିଟିର ସେମାନଙ୍କୁ ଷ୍ଟଡି କଲେ, ତାଙ୍କର କଲଚର ଷ୍ଟଡି କଲେ। ଏବଂ ତାପରେ ପରେ 1871 ମସିହାରେ, ଲେଟ୍ ମିଡ୍ 19th ସେଞ୍ଚୁରୀରେ ଆନ୍ଥ୍ରୋପୋଲୋଜିକାଲ ଇନଷ୍ଟିଚ୍ୟୁଟ୍ ଆରମ୍ଭ ହେଲା। ସୋ ପ୍ରଥମ ଆନ୍ଥ୍ରୋପୋଲୋଜିକାଲ ଇନଷ୍ଟିଚ୍ୟୁଟ୍ 1871 ମସିହାରେ ବ୍ରିଟିଶ ଇନଷ୍ଟିଚ୍ୟୁଟ୍ ୟୁକେରେ ଆରମ୍ଭ ହେଲା। ଏବଂ ସେଟା ଆରମ୍ଭ ହେଲା ପରେ ସେମାନେ ସେଠିରେ ପ୍ରଥମେ ସାମାଜିକ ବିଭିନ୍ନତା, ବାୟୋଲୋଜିକାଲ ଭାରିଏସନ୍, ଏଣ୍ଟାୟାର ୱାର୍ଲଡର ବାୟୋଲୋଜିକାଲ ଭାରିଏସନ୍ କେମିତି ପଢ଼ିଲେ, ଶାରୀରିକ ବା ବିଭିନ୍ନତା, ଏବଂ କଲଚରାଲ ଭାରିଏସନ୍ ବା ସାମାଜିକ ବା ସାଂସ୍କୃତିକ ବିଭିନ୍ନତା ଉପରେ ଆଲୋଚନା କଲେ।
ପଢ଼ିଲେ ଆସ୍ତେ ଆସ୍ତେ ସେଇ ସବଜେକ୍ଟ ସେଇ ବିଷୟରେ ଆଲୋଚନା ହେଲା ଏବଂ ସେଇଟା ଯେତେବେଳେ ଆରମ୍ଭ ହେଲା ତାପରେ ଆସ୍ତେ ଆସ୍ତେ ଆମେ ତାଙ୍କର ହିଷ୍ଟ୍ରି ପ୍ରି ହିଷ୍ଟ୍ରି ବିଷୟରେ ପଢ଼ିବାକୁ ଲାଗିଲେ ଏବଂ ପରେ ପରେ ତାଙ୍କର ଲାଙ୍ଗୁଏଜ ତାଙ୍କର ଭାଷା ଉପରେ ପଢ଼ିବାକୁ ଚାଲିଲେ ସେ ବିଷୟରେ ଆମେ ଆଗରୁ ବି ଡିସ୍କସନ୍ କରିଛେ ସୋ এইরকম আসলে ডেভেলপমেন্ট প্রায় মিড 18th সেঞ্চুরি বেড়କୁ ଆନ୍ଥ୍ରୋପୋଲୋଜି ଆଜ୍ ଏ ଡିସିପ୍ଲିନ୍ ଆନ୍ଥ୍ରୋପୋଲୋଜି ଆଜ୍ ଏ ସବଜେକ୍ଟ ଷ୍ଟଡି ଅଫ୍ ହ୍ୟୁମାନ୍ ବିଙ୍ଗସ୍ ବା ମଣିଷ ବିଷୟରେ ଗୋଟେ ବିଜ୍ଞାନ ମାନବ ବିଜ୍ଞାନ ବୋଲି ଏଷ୍ଟାବ୍ଲିଶ ହେଲା ମିଡ୍ 1819 ମସିହାର ମଧ୍ୟଭାଗ ବେଳକୁ 1850 60 70 ସେଇ ବେଳକୁ ଆରମ୍ଭ ହେଲା ଏବଂ ପ୍ରଥମେ ଯେତେବେଳେ ଆରମ୍ଭ ହେଲା ବ୍ରିଟିଶ ୟୁରୋପ ଏବଂ ଆମେରିକା ତାକୁ ଡୋମିନେଟ୍ କରୁଥିଲେ ଜର୍ମାନ ବି ପରେ ପରେ ସେ ବିଷୟରେ ସେ ସବଜେକ୍ଟକୁ ପରେ ପ୍ରବେଶ କଲା କିନ୍ତୁ ପ୍ରଥମେ ଯେତେବେଳେ ବ୍ରିଟିଶରେ ଆରମ୍ଭ ହେଲା ସେମାନେ ତାକୁ ସାମାଜିକ ନେତୃତ୍ୱ ବୋଲି କହୁଥିଲେ ସମାଜ ତତ୍ତ୍ୱ ସାମାଜିକ ନେତୃତ୍ୱ ବା ସୋସିଆଲ ଆନ୍ଥ୍ରୋପୋଲୋଜି ବୋଲି କହୁଥିଲେ କିନ୍ତୁ ଆମେରିକାନ ମାନେ ତାକୁ ହିଁ ସେଇ ଜିନିଷ ପଢ଼ୁଥିଲେ ତାକୁ ସାଂସ୍କୃତିକ ନେତୃତ୍ୱ ବା କଲଚରାଲ ଆନ୍ଥ୍ରୋପୋଲୋଜି କହୁଥିଲେ ଗୋଟେ ହେଲା ଦୁଇଟା ଯାକ ସମାନ ସେଇ ମଣିଷ ଉପରେ ପାଠ ପଢ଼ୁଥିଲେ ଜଣେ ଏମ୍ଫାସିସ୍ ଦେଉଥିଲେ ବେଶୀ ଏମ୍ଫାସିସ୍ ଦିଆହେଉଥିଲା ବ୍ରିଟିଶର ମାନେ ବା ୟୁରୋପିଆନ ମାନେ ତାଙ୍କର ସମାଜର ଷ୍ଟ୍ରକ୍ଚର ଉପରେ ସମାଜର ଆକାର ଉପରେ ସାମାଜିକ ଇନଷ୍ଟିଟ୍ୟୁସନ ଉପରେ ବେଶୀ ଏମ୍ଫାସିସ୍ ଦେଉଥିଲେ କିନ୍ତୁ ଆମେରିକାନ ମାନେ ତ କଲଚରାଲ ଉପରେ ବେଶୀ ଏମ୍ଫାସିସ୍ ଦେଉଥିଲେ ସମାଜଟା ବିଭିନ୍ନ ଇନଷ୍ଟିଟ୍ୟୁସନ କେମିତି ଚାଲୁଛି କେମିତି ରନ୍ କରୁଛି କେମିତି ଫଙ୍କସନ୍ କରୁଛି ତେଣୁ ତାକୁ ବେଶୀ ଫଙ୍କସନ୍ ଉପରେ ତାକୁ ଇମ୍ପୋର୍ଟାନ୍ସ ଦେଉଥିଲେ ବୋଥ୍ ଗୋଟେ ସୋସାଇଟିର ଯେକୌଣସି ଇନଷ୍ଟିଟ୍ୟୁସନର ଷ୍ଟ୍ରକ୍ଚର ଅଛି ଫଙ୍କସନ୍ ଅଛି ତ ପରେ ପରେ ଏଇ ଷ୍ଟ୍ରକ୍ଚରାଲ ଆଉ ଷ୍ଟ୍ରକ୍ଚର ଆଉ ଫଙ୍କସନ୍ ଆସ୍ପେକ୍ଟ ଉଭୟ ପଢ଼ିବାକୁ ଲାଗିଲେ ନା ଷ୍ଟ୍ରକ୍ଚର ନଥିଲେ ଫଙ୍କସନ୍ ହେଇପାରିବନି ଧର ଫ୍ୟାମିଲି ଆମେ ଦେଖୁଛେ ଗୋଟେ ଫ୍ୟାମିଲିର ଷ୍ଟ୍ରକ୍ଚର ଦେଖିବା ପରିବାରର ଅଛି ବାପା ମା ପିଲାମାନେ ଜେଜେବାପା ଜେଜେମା ନାତି ନାତୁଣୀ ଆମେ ତାକୁ ପରିବାର କହୁଛେ ବା ବୃହତ ପରିବାର କହୁଛେ ବା ଜଏଣ୍ଟ ଫ୍ୟାମିଲି କହୁଛେ ତ ଫ୍ୟାମିଲିର ଷ୍ଟ୍ରକ୍ଚର କିନ୍ତୁ ଫ୍ୟାମିଲିଟା କେମିତି ଫଙ୍କସନ୍ କରୁଛି ବିଭିନ୍ନ ନିୟମ କାନୁନ ଫ୍ୟାମିଲି ଭିତରେ ରହୁଛି ଭାଇ ଭାଇ ଭିତରେ ବାପ ପୁଅ ଭିତରେ ବାପ ମା ଭିତରେ ଭାଇ ଭଉଣୀ ଭିତରେ ଭଉଣୀ ଭଉଣୀ ଭିତରେ ସମ୍ପର୍କ ଏସବୁ ଗୋଟେ ପ୍ରିନ୍ସିପଲ୍ ଗୋଟେ ଉପରେ ରୋଲ୍ ମଡେଲ ଉପରେ ଡିପେଣ୍ଡ କରୁଛି ତେଣୁ ଏଗୁଡ଼ାକୁ ଫଙ୍କସନାଲ ପାର୍ଟ ଆମେ କହୁଛେ ତେଣୁ ଉଭୟ ସାମାଜିକ ନେତୃତ୍ୱରେ ଷ୍ଟ୍ରକ୍ଚରାଲ ଆସ୍ପେକ୍ଟ ଫଙ୍କସନାଲ ଆସ୍ପେକ୍ଟ ଉଭୟ ରହିଲେ ସମାଜ ବିଷୟରେ ପାଠ ପଢ଼ିବା ପାଇଁ ସମ୍ପୂର୍ଣ୍ଣ ହେବ ସମ୍ପୂର୍ଣ୍ଣ ହେଇପାରିବନି ତ এইটা ଯେତେବେଳେ ସାମାଜିକ ବିଷୟରେ ପାଠ ପଢ଼ିଲେ ସେଇ ଏବଂ ମିଡ୍ 19th ସେଞ୍ଚୁରୀ ବେଳକୁ ନେତୃତ୍ୱ ଆରମ୍ଭ ହେଇଗଲା ୟୁରୋପରେ ଆମେରିକାରେ ସେତେବେଳେ ଜଣେ ନେତୃତ୍ୱବିତ୍ ମାଲିନୋସ୍କି ବ୍ରୋନିସ୍ଲୋ ମାଲିନୋସ୍କି ବୋଲି ଜଣେ ନେତୃତ୍ୱବିତ୍ ସେ ଗୋଟେ ଟ୍ରବ୍ରିଆନ୍ ଆଇଲ୍ୟାଣ୍ଡର୍ସ ତାକୁ ଷ୍ଟଡି କଲେ ଏବଂ ସେ ସେଠି ଜାଣିଲେ ଏବଂ ତା ନାଁ ଗୋଟେ ଲେଖିଲେ ସେ ୱେଷ୍ଟର୍ଣ୍ଣ ପାସିଫିକ ପ୍ରଶାନ୍ତ ମହାସାଗରର ଗୋଟେ ଦ୍ୱୀପରେ ଟ୍ରବ୍ରିଆନ୍ ଆଇଲ୍ୟାଣ୍ଡ ବୋଲି ଦ୍ୱୀପରେ ଯେଉଁ ଲୋକମାନେ ରହୁଥିଲେ ଆର୍ଗୋନାନ୍ସ ଅଫ୍ ୱେଷ୍ଟର୍ଣ୍ଣ ପାସିଫିକ ତାଙ୍କର ବହିଟି ନା 1922 ମସିହାରେ ଲେଖିଲେ ସେଇଟା ଗୋଟେ ଭେରି ଇମ୍ପୋର୍ଟାଣ୍ଟ ବୁକ୍ ଆନ୍ଥ୍ରୋପୋଲୋଜି ପାଇଁ ଏବଂ ସେ ମାଲିନୋସ୍କି ଏଷ୍ଟାବ୍ଲିଶ କଲେ ଯେ ଫିଲ୍ଡ ଷ୍ଟଡି କ'ଣ ୱିଦାଉଟ୍ ଫିଲ୍ଡ ଷ୍ଟଡି ୱିଦାଉଟ୍ ଏମ୍ପିରିକାଲ ନଲେଜ ଆମେ ମଣିଷ ବିଷୟରେ ଜାଣିପାରିବା ନାହିଁ ବ୍ରିଟିଶର ହୁଅନ୍ତୁ ଆମେରିକାନ ହୁଅନ୍ତୁ ଇଣ୍ଡିଆନ ହୁଅନ୍ତୁ ଜର୍ମାନ ହୁଅନ୍ତୁ ବ୍ରୋନିସ୍ଲୋ ମାଲିନୋସ୍କିର ବହିକୁ ଯେଉଁ ଆର୍ଗୋନାନ୍ସ ଅଫ୍ ୱେଷ୍ଟର୍ଣ୍ଣ ପାସିଫିକକୁ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ଭେରି ଭ୍ୟାଲୁଏବୁଲ ଆମର ଯେମିତି ଗୀତା ୱେଷ୍ଟର୍ଣ୍ଣ ଯେମିତି ଖ୍ରୀଷ୍ଟିଆନ ଯେମିତି ବାଇବେଲ ତାଙ୍କୁ ସେଇଭଳି ଆମେ ଆନ୍ଥ୍ରୋପୋଲୋଜିରେ ସେ ଆମ ପାଇଁ ଗୋଟେ ଗୀତା ବା ଆମ ପାଇଁ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ବୁକ୍ ୱିଦାଉଟ୍ ଦ୍ୟାଟ୍ ୱି କ୍ୟାନଟ୍ ଆମେ ସେ ବିଷୟ ଆମେ ନ ଜାଣିବା କ'ଣ ସେ କେମିତି ଷ୍ଟଡି କରିଥିଲେ କୋଉଠି ଷ୍ଟଡି କରିଥିଲେ ଫିଲ୍ଡ ଷ୍ଟଡି ମେଥଡ କ'ଣ ସେଇଥିରୁ ଡେଭଲପ ହେଇଛି ନେତୃତ୍ୱର ଫିଲ୍ଡ ଷ୍ଟଡି ମାଲିନୋସ୍କି ସେଇଟା ଆରମ୍ଭ କରିଛନ୍ତି ଏବଂ ସେଇ ସମୟରେ ଯେତେବେଳେ ବ୍ରିଟିଶ କଲୋନିଆଲ ପଳେଇ ଆସିଲାଣି 16th 17th ସେଞ୍ଚୁରୀକୁ ଭାରତ ବର୍ଷରେ ଏବଂ ସେ 17th 18th ସେଞ୍ଚୁରୀ ବେଳକୁ 19th ସେଞ୍ଚୁରୀ ବେଳକୁ ଯେତେବେଳେ ଇଣ୍ଡିପେଣ୍ଡେନ୍ସ ଇଣ୍ଡିଆରେ ହେଇଛି ସେଇ ଟାଇମରେ ନେହେରୁ ଶାସନ ଭାର ନେଇଛନ୍ତି
ଏବଂ ନେହେରୁ ଶାସନଭାର ପୂର୍ବରୁ 1920 20-30 ବେଳକୁ ବ୍ରିଟିଶର ଭେରିୟର ଏଲୁଇନ୍ ବୋଲିକି ଜଣେ ବ୍ରିଟିଶର, ତାକୁ ଏଲୁଇନ୍ ବୋଲି ଆମେ ଖାଲି କହିଲେ ଜାଣିବା, ସେ ଆସିକିରି ଆମର ଲୋକମାନଙ୍କ ଉପରେ ପର୍ଟିକୁଲାରଲି ନର୍ଥ ଇଷ୍ଟ ଏରିଆରେ ଉତ୍ତର ପୂର୍ବର ଯେଉଁ 7ଟି ଷ୍ଟେଟ୍ ଅଛି, ଆସାମ ହଉ, ଗୌହାଟୀ ହଉ, ମଣିପୁର ହଉ, ଇମ୍ଫାଲ ହଉ, ନାଗାଲାଣ୍ଡ ହଉ, ସିକିମ ହଉ, ସେଇ ଏରିଆରେ ସେ ଲୋକମାନଙ୍କ ଉପରେ ଆଗ ଷ୍ଟଡି କଲେ ଏବଂ ଦେଖିଲେ ସେ ଲୋକମାନେ ନିହାତି ଗରିବ, ବଣ ଜଙ୍ଗଲରେ ଅଛନ୍ତି, ଖାଦ୍ୟପେୟର ଅଭାବ ବୋଲି ସେ ନିଜେ ବିଚାର କଲେ। ରୋଗ ବୈରାଗ କଥା ଷ୍ଟଡି କରିବାକୁ ତାଙ୍କ ପାଖରେ ଜ୍ଞାନର ଏତେ ଅଭାବ ଥିଲା। ୟାର ସୁଯୋଗ ନେଇ ସେ କ'ଣ କଲେ, ସେ ସେଠି ଖ୍ରୀଷ୍ଟିଆନ ବା ବିସ୍ତାର କରିବାକୁ ଲାଗିଲେ। ସେମାନେ ଟ୍ରାଇବାଲ ମାନଙ୍କୁ ଖ୍ରୀଷ୍ଟିଆନ ସ୍ପ୍ରେଡ୍ କରିବାକୁ ଲାଗିଲେ। ସେ ଯାହା ହଉ ଖାଲି ଖ୍ରୀଷ୍ଟିଆନ ସ୍ପ୍ରେଡ୍ କରିବାକୁ ଲାଗିଲେନି, ତାକୁ ଖାଇବାକୁ ଦେଇକିରି, ତାକୁ ପିନ୍ଧିବାକୁ ଦେଇକିରି, ଔଷଧ ଦେଇକିରି, ତାଙ୍କୁ ଏଇଟା ଏଇ ଔଷଧ, ଏ ଲୁଗାପଟା, ଏସବୁ ଗଡ୍ ଦେଇଛନ୍ତି। ଗଡ୍ ଆମର ଯେଉଁଟା ଆମେ ଭଗବାନ କହୁଥିଲେ ବା ଦେବତା କହୁଥିଲେ, ତାକୁ ସେମାନେ ଗଡ୍ କହୁଥିଲେ ଏବଂ ଗଡ୍ କହିକିରି ତାଙ୍କୁ ଆସ୍ତେ ଆସ୍ତେ ପ୍ରତି ୱିକଲି ୱାନ୍ସ ଗୋଟେ ଜାଗାରେ ନେଲେ, ବସେଇଲେ। ସେମାନେ ଚେଷ୍ଟା କଲେ ତାଙ୍କୁ ଆସ୍ତେ ଆସ୍ତେ ଚେଞ୍ଜ କରିବା ପାଇଁ ତାଙ୍କ ରିଲିଜିଅନ୍ ଆଡ଼କୁ, ଖ୍ରୀଷ୍ଟିଆନିଟି ରିଲିଜିଅନ୍ ଆଡ଼କୁ। ହେଲେ ଏବେ ଆମେ ଦେଖିବା ଏଇ 21st ସେଞ୍ଚୁରୀରେ ଯେଉଁ ସବୁ ଗଣ୍ଡଗୋଳ ହେଉଛି, ଖ୍ରୀଷ୍ଟିଆନ ନନ୍ ଖ୍ରୀଷ୍ଟିଆନ ଗଣ୍ଡଗୋଳ ସାଉଥ ନର୍ଥ ଇଷ୍ଟ ଏରିଆରେ ବେଶୀ ହେଉଛି ଏବଂ ସେଠି ପ୍ରାୟ ମୋର୍ ଦେନ୍ 90% ଖ୍ରୀଷ୍ଟିଆନ ହେଇଯାଇଛନ୍ତି। ସେଇଟା ଗୋଟେ ବର୍ତ୍ତମାନ ଚିନ୍ତାଧାରା ହେଇଛି। ସେ ଖାଲି ଖ୍ରୀଷ୍ଟିଆନିଟି ସ୍ପ୍ରେଡ୍ କଲେନି, କଲଚର ପଢ଼େଇଲେନି, ନେହେରୁକୁ କହିଲେ ଯେ ଏମାନ ଟ୍ରାଇବାଲ ମାନଙ୍କୁ ସେଇ ରକମ ରଖାଯାଉ, ତାଙ୍କୁ ଗୋଟେ ମ୍ୟୁଜିୟମ ସ୍ପେସିମେନ୍ କରି ରଖାଯାଉ, ତାଙ୍କର ଡେଭଲପମେଣ୍ଟ କିଛି କରନା, ତାଙ୍କର ଚେଞ୍ଜ କିଛି କରନା। ୟା ଫଳରେ କ'ଣ ହେବ, ଯଦି ଆମର ଗଭର୍ଣ୍ଣମେଣ୍ଟ ତାଙ୍କ ଉପରେ ଷ୍ଟଡି କରି ଚେଞ୍ଜ କରିବ, ଡେଭଲପମେଣ୍ଟ କରିବ, ଇକୋନୋମିକ୍ ଡେଭଲପମେଣ୍ଟ କରିବ, ଏଜୁକେସନାଲ ଡେଭଲପମେଣ୍ଟ କରିବ, ସେମାନେ ଗଭର୍ଣ୍ଣମେଣ୍ଟ ଉପରେ ନିର୍ଭର କରିବେ। ସେଟାକୁ ସେମାନେ କରିବାକୁ ନ କରେଇକିରି ସେମାନେ ସେଇ ଗରିବ ଅପାଠୁଆ ରହିକିରି କେମିତି ସ୍ପ୍ରେଡ୍ କରିବେ, ଖ୍ରୀଷ୍ଟିଆନ ରିଲିଜିଅନ୍ ପ୍ରତି ଆକୃଷ୍ଟ ହେବେ, ଏଲୁଇନଙ୍କର ସେଇଟା ଥିଲା ଚିନ୍ତାଧାରା। ଏବେ ଏଲୁଇନ ହେଭିଲି କ୍ରିଟିସାଇଜ ହେଉଛନ୍ତି, କିନ୍ତୁ ସେ ପିରିୟଡ଼ରେ ସେମିତି ନେହେରୁ ବି ଜାଣିପାରୁନଥିଲେ ତାଙ୍କର ଭିତର କଥା। ନେହେରୁ ଏଲୁଇନଙ୍କର ପୁରା ସେ ଗୋଟେ ନେହେରୁ ଏଲୁଇନ ପାକ୍ ଭଳିଆ କରିଦେଇଥିଲେ, କିନ୍ତୁ ପରେ ଏବେ ଥିଙ୍ଗସ୍ ଆର୍ ଡିଫରେଣ୍ଟ। ସେଇ ପିରିୟଡ଼ରେ ସେତେବେଳେ ସେଇରକମ ସେତେବେଳେ ଆସୁଥିଲା, ସେଇ ସୁଦ୍ଧା ସେଇ ଟାଇମରେ ଇଣ୍ଡିଆରେ ଆନ୍ଥ୍ରୋପୋଲୋଜି ଆରମ୍ଭ ହେଲା। ଆମେ ସେଇଟା ଇଣ୍ଡିଆନ ଆନ୍ଥ୍ରୋପୋଲୋଜି କଥା ଆମେ ପରେ ଆସିବା, ବର୍ତ୍ତମାନ ଆମେ ୱାର୍ଲଡର ଫିଲ୍ଡରେ ଆନ୍ଥ୍ରୋପୋଲୋଜି ଦେଖୁଛେ। ତ ଯେମିତି ଫିଲ୍ଡ ୱାର୍କ ଟ୍ରାଡିସନ୍ ମାଲିନୋସ୍କି ଚିନ୍ତା କରିଥିଲେ, ସେମିତି କଲଚର ଉପରେ ଷ୍ଟଡି କରିକିରି କ୍ରୋଏବର, କ୍ରୋଏବର ଆଉ ଜଣେ ତତ୍ତ୍ୱବିତ୍, ସେ କଲଚରକୁ କହିଲେ ଏ କଲଚର ଇଜ ସୁପିରିୟର ଦାନ୍ ୟୋର ଶାରୀରିକ ନେତୃତ୍ୱ ବା କଲଚରାଲ ନେତୃତ୍ୱ ଇଜ ସୁପିରିୟର ଦାନ୍ ଶାରୀରିକ ନେତୃତ୍ୱ। ସେ କହିଲେ ସମାଜ ବି ଗୋଟେ ଅର୍ଗାନିଜିମ୍ ଭଳି, ଯେମିତି ବାୟୋଲୋଜିରେ ଅର୍ଗାନିକ ଥିଓରି କହୁଛେ, ସାମାଜିକ ଥିଓରି ସେମିତି ରହୁଛି। ଅର୍ଗାନିକ ଇଭଲ୍ୟୁସନ୍ ଯେମିତି ଅଛି, ବାୟୋଲୋଜିକାଲ ଇଭଲ୍ୟୁସନ୍ ଅଛି, ସେମିତି ସାମାଜିକ ଇଭଲ୍ୟୁସନ୍ କଥା କହିଲେ ଏବଂ କହିଲେ ସମାଜ ହେଉଛି ସୁପର ଅର୍ଗାନିକ, ସମାଜ ହେଉଛି ସୁପର ଅର୍ଗାନିକ। ସେଇଠୁ ଇମ୍ପୋର୍ଟାନ୍ସ ଅଫ୍ ଆନ୍ଥ୍ରୋପୋଲୋଜିରେ ପଢ଼ିଲା। କ୍ରୋଏବର ଯେତେବେଳେ କହିଲେ ଅର୍ଗାନିକ ଟୁ ସମାଜ ଆହୁରି ଉନ୍ନତର, ସୋ ସାମାଜିକ ପାଠ ବାୟୋଲୋଜିକାଲ ପାଠଠୁ ଆହୁରି ଉନ୍ନତର। ତେଣୁ ତା ପରଠୁ ଉଭୟ ସାମାଜିକ ଏବଂ ସାଂସ୍କୃତିକ ବା ପାଠ ଉପରେ ବେଶୀ ଇମ୍ପୋର୍ଟାନ୍ସ ଆସିଲା। ତାପରେ ପରେ ଯେତେବେଳେ ସମାଜ ଉପରେ ବେଶୀ ଇମ୍ପୋର୍ଟାନ୍ସ ଆସିଲା, ଆଉ ଜଣେ ଆନ୍ଥ୍ରୋପୋଲୋଜିଷ୍ଟ ବୋଆସ୍, ଫ୍ରାନ୍ସ ବୋଆସ୍, ସେ ମାଇଣ୍ଡ ଅଫ୍ ପ୍ରିମିଟିଭ ମ୍ୟାନ୍, ପ୍ରିମିଟିଭ ମ୍ୟାନ୍ର ମାଇଣ୍ଡ କଥା ଷ୍ଟଡି କରିବାକୁ ଆସିଲେ। ପର୍ସନାଲିଟି ସାଇକୋଲୋଜି ସେ ଡେଭଲପ୍ କଲା, ସାଇକୋଲୋଜିକାଲ ଆନ୍ଥ୍ରୋପୋଲୋଜି। ସୋ ସେଇଟା ଗ୍ରାଜୁଆଲି ଆନ୍ଥ୍ରୋପୋଲୋଜିକାଲ ଫିଲ୍ଡ ମେଥଡ୍ସ ଡେଭଲପ୍ କରିଯାଉଛି। ସୋ ତାପରେ ପରେ ବୋଆସ୍ଙ୍କର ଜଣେ ଷ୍ଟୁଡେଣ୍ଟ ମାର୍ଗାରେଟ୍ ମିଡ୍, ସେ ଆରମ୍ଭ କରେ ପୁରା ସାଇକୋଲୋଜିକାଲ ଆନ୍ଥ୍ରୋପୋଲୋଜି, ଗୋଟେ ନୂଆ ଡିସିପ୍ଲିନ୍ ଆରମ୍ଭ କରେ ସାଇକୋଲୋଜିକାଲ ଆନ୍ଥ୍ରୋପୋଲୋଜି। ସୋ ଏତିକି ଜିନିଷ ସରିଲା ପରେ ଯେତେବେଳେ ୟୁରୋପ ଆଉ ଆମେରିକାନ ବାଲା ସାଇକୋଲୋଜିକାଲ ଆନ୍ଥ୍ରୋପୋଲୋଜି, ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜି, ସୋସିଆଲ ଆନ୍ଥ୍ରୋପୋଲୋଜି ବା ଆର୍କିଓଲୋଜିକାଲ ଆନ୍ଥ୍ରୋପୋଲୋଜି ଉପରେ ଏମ୍ଫାସିସ୍ ଦେଲେ, ସେଇ ସମସାମୟିକ
ସେତେବେଳକୁ ସେକେଣ୍ଡ ୱାର୍ଲଡ ୱାର ସରି ଯାଇଥିଲା 1945-50 ୟୁଏନ୍ଏ ଆରମ୍ଭ ହୋଇଯାଇଥିଲା 50 ବେଳକୁ ପାଖାପାଖି ଜର୍ମାନ ଫିଲୋସଫର ଜଣେ ମାର୍କ୍ସ ବୋଲି କାର୍ଲ ମାର୍କ୍ସ ସିଏ ଆରମ୍ଭ କଲେ କ୍ରିଟିସାଇଜ କଲେ ଯେ ଆମେ ଯେଉଁ ଋତତ୍ୱବିତ୍ ମାନେ କେବଳ ସମାଜ ଉପରେ ପଢ଼ୁଛନ୍ତି ତାଙ୍କର ଫିଜିକାଲ ଆସ୍ପେକ୍ଟ ପଢ଼ୁଛନ୍ତି ସୋସିଆଲ ଆସ୍ପେକ୍ଟ ପଢ଼ୁଛନ୍ତି ଏବଂ ତାଙ୍କର ଇକୋନୋମିକ ଆସ୍ପେକ୍ଟ ପଢ଼ୁନାହାନ୍ତି ତାଙ୍କର ଅର୍ଥନୀତିର କ'ଣ ଅର୍ଥନୀତିର କେମିତି ଉନ୍ନତି ହେବ ସେ କଥା ପଢ଼ୁନାହାନ୍ତି ତେଣୁ ସେ ବହୁତ କ୍ରିଟିସାଇଜ କରିକି ସେ ସେଠୁ ଆରମ୍ଭ ସେମାନେ ପୂର୍ବରୁ ଗୋଟେ କ୍ୟାପିଟାଲିଷ୍ଟ ଥିଓରି ଆରମ୍ଭ ହେଉଥିଲା ଏବେ ସେ ସାମାଜିକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସେ ସାମ୍ୟ ସବୁ ସମାଜ ସମାନ ଏବଂ ଇକୋନୋମିକାଲ ସବୁ ମଣିଷମାନେ ଇକୋନୋମିକାଲି ବି ପ୍ରୋଗ୍ରେସ୍ କରିବା ଉଚିତ ଫିଜିକାଲି ପ୍ରୋଗ୍ରେସ୍ କରନ୍ତୁ ସୋସିଆଲ ପ୍ରୋଗ୍ରେସ୍ କରନ୍ତୁ ଇକୋନୋମିକ ତାଙ୍କର ଅର୍ଥଶାସ୍ତ୍ର ବି ପ୍ରୋଗ୍ରେସ୍ କରନ୍ତୁ ସେ ସୋସିଆଲିଜିମ୍ ସମସ୍ତଙ୍କ ପାଖରେ ସମାନ ଅର୍ଥନୀତି ସମାନ ଇକୋନୋମି ରହିବ ତେଣୁ ସେ ଗୋଟେ ନ୍ୟୁ ଫେଜ୍ ଆରମ୍ଭ କଲେ ଇକୋନୋମିକ ଆନ୍ଥ୍ରୋପୋଲୋଜି ବା ତାକୁ ନିଓ ଇକୋନୋମିକ ଆନ୍ଥ୍ରୋପୋଲୋଜିକାଲ ଷ୍ଟେଜ୍ ଆମେ କହୁଛେ ଦ୍ୟାଟ୍ ଇଜ୍ ସ୍କୁଲ ଅଫ୍ ଫ୍ରେଞ୍ଚ ଫିଲୋସଫର ମାର୍କ୍ସ ଉପରେ ଡିପେଣ୍ଡ କରିଛି ସୋ ୟା ଭିତରେ ଆସିଲା କେତେ ଆମର ସାଇକୋଲୋଜିକାଲ ଆନ୍ଥ୍ରୋପୋଲୋଜି ସୋସିଆଲ ଆନ୍ଥ୍ରୋପୋଲୋଜି ଫିଜିକାଲ ଆନ୍ଥ୍ରୋପୋଲୋଜି ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜି ପ୍ରିହିଷ୍ଟ୍ରିକ୍ ଆର୍କିଓଲୋଜି ଏବଂ ଲିଙ୍ଗୁଇଷ୍ଟିକ୍ ଆନ୍ଥ୍ରୋପୋଲୋଜି ଏବଂ ଇକୋନୋମିକ ଆନ୍ଥ୍ରୋପୋଲୋଜି ଆନ୍ଥ୍ରୋପୋଲୋଜି ଗୋଟେ ଫୁଲ୍ ଫ୍ଲେଜେଡ୍ ସବଜେକ୍ଟ ହିସାବରେ ଡେଭଲପ ପ୍ରାୟ 19th ସେଞ୍ଚୁରୀ ଏଣ୍ଡ ବେଳକୁ ପୁରା ସ୍ପେଶାଲିଷ୍ଟ ସବଜେକ୍ଟ ଥିଓରିଟିକାଲି ସ୍ପେଶାଲିଷ୍ଟ ଆସିଗଲା ଯେତେବେଳେ ସବଜେକ୍ଟ ଥିଓରି ଡେଭଲପ କରିଗଲା ଫିଲ୍ଡ ଷ୍ଟଡି ହେଉଛି ମେନ୍ ମେଥଡ଼ ତାପରେ ଦେଖାଗଲା ଏଇ ଯେଉଁ ସବଜେକ୍ଟର ଆମେ ଜ୍ଞାନ ପାଉଛେ ଏଇ ଯେଉଁ ନୃତତ୍ୱର ଜ୍ଞାନ ବିଭିନ୍ନ ଲୋକମାନଙ୍କର ବିଭିନ୍ନ କଲଚର ମାନଙ୍କ ବିଷୟରେ ଆମେ ଜାଣୁଛେ ସେଇ ଜ୍ଞାନକୁ ୟୁଟିଲାଇଜ କରି ସେଇ ଜ୍ଞାନକୁ ସମ୍ବଳ କରି କେମିତି ଲୋକମାନଙ୍କର ଉନ୍ନତି କରିବା ସେଇ ଶାରୀରିକ ଉନ୍ନତି ହେଉ ସାମାଜିକ ଉନ୍ନତି ହେଉ ସାଇକୋଲୋଜିକାଲ ଉନ୍ନତି ହେଉ ଇକୋନୋମିକ ବା ଅର୍ଥନୀତି ଉନ୍ନତି ହେଉ ଭାଷାର ଉନ୍ନତି ହେଉ ସବୁ ପ୍ରକାର ଉନ୍ନତି ମୂଳକ କେମିତି କରାଯିବ ତାଙ୍କର ପ୍ରୋବ୍ଲେମ କେମିତି ସଲ୍ଭ କରାଯିବ ତାକୁ ଆମେ ୟୁଜ୍ ଅଫ୍ ଆନ୍ଥ୍ରୋପୋଲୋଜି ବା ଆପ୍ଲାଏଡ ଆନ୍ଥ୍ରୋପୋଲୋଜି ବୋଲି କୁହାଗଲା another aspect ତାକୁ କିଏ ବ୍ରାଞ୍ଚ କହୁଛନ୍ତି କିନ୍ତୁ ଆପ୍ଲାଏଡ ଆନ୍ଥ୍ରୋପୋଲୋଜି ବୋଲି କୁହାଗଲା ହାଉ ଦି ନଲେଜେସ୍ ଅଫ୍ ଆନ୍ଥ୍ରୋପୋଲୋଜି ଆର୍ ବିଂ ଆପ୍ଲାଏଡ for the well-being of the people, for solving the problems which are found in society. ଯେମିତି ଗୋଟେ ଡକ୍ଟର ରୋଗ ଭଲ କରୁଛି ସେରକମ ଆମର ନୃତତ୍ୱବିତ୍ ମାନେ ମଣିଷର ସୋସାଇଟିର ରୋଗ ହେଉଛି ତାର ପ୍ରୋବ୍ଲେମ ଗରିବୀ ତାର ପ୍ରୋବ୍ଲେମ ବିଭିନ୍ନ ପ୍ରକାର ତାର ପ୍ରୋବ୍ଲେମ ରହୁଛି ସେଇଟା ଯେଉଁ ସମାଜର ରୋଗ ତାକୁ କେମିତି ଇରାଡିକେଟ୍ କରିବ ତାକୁ କେମିତି ସଲ୍ଭ କରିବ ସେଥିପାଇଁକା ସାମାଜିକ ନେତୃତ୍ୱକୁ ବହୁତ ଜାଗାରେ ବହୁତ ସମୟରେ ସୋଶାଲ ଡକ୍ଟର ବୋଲି କହୁଛନ୍ତି ଯେତେବେଳେ ସୋଶାଲ ଡକ୍ଟର କନସେପ୍ଟ ଆସିଲା ଡକ୍ଟରର ଟ୍ରିଟମେଣ୍ଟ ଟିକେ ଅଲଗା କେମିତି ଆମେ ଗୋଟେ ଡକ୍ଟର ପାଖକୁ ଯାଉଛେ ଆମର ରୋଗ ନେଇକିରି ତ କମ୍ପେୟାର କର ମଣିଷ ସମାଜ ସେମିତି କିଛି ପ୍ରୋବ୍ଲେମ୍ ନେଇକିରି ଯାଉଛି ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍କୁ ବା ଯେଉଁ ପ୍ଲାନର ପାଖକୁ ଯାଉଛି ଯେଉଁମାନେ ଡେଭଲପମେଣ୍ଟ ସରକାର ପାଖକୁ ଯାଉଛି ଯେଉଁ ଡେଭଲପମେଣ୍ଟ କରିବେ ସୋ ଯେତେବେଳେ ଡାକ୍ତର ପାଖକୁ ଯାଉଛି ଡାକ୍ତର କହୁଛି ହେଲା ଜ୍ୱର ହେଲା ଏଇ ମେଡ଼ିସିନ ଲେଖିଦିଅ ବା କାଶ ହେଲା ଏଇ ମେଡ଼ିସିନ ଲେଖିଦିଅ ପ୍ରଥମେ ମନେକର 3 ଦିନ 4 ଦିନ 5 ଦିନ ଖାଇଲା ପରେ ଦେହ ଭଲ ହେଉନି ରୋଗ ଭଲ ହେଉନି ଡାକ୍ତର ପାଖକୁ ପୁଣି ଥରେ ପେସେଣ୍ଟ ଯାଉଛି ଏବଂ ସେ ପୁଣି ମଡିଫାଏ କରୁଛି ନୂଆ ଏଇ ମେଡ଼ିସିନ କାମ କଲାନି ଆଉ ଗୋଟେ ମେଡ଼ିସିନ ଲେଖୁଛି ଏବଂ ତାର ରୋଗ ଭଲ ହେବା ପର୍ଯ୍ୟନ୍ତ ଡାକ୍ତର ମେଡ଼ିସିନ ପ୍ରେସ୍କ୍ରାଇବ୍ କରି ଚାଲିଛି ଯେପର୍ଯ୍ୟନ୍ତ ତା ରୋଗ ପାଇଁ ଠିକ୍ ମେଡ଼ିସିନ ନ ଆସିଛି ଏଇଟା ହେଉଛି ତୁମର ମେଡ଼ିକାଲ ପ୍ରିନ୍ସିପଲ୍ ଏବେ ଅବଶ୍ୟ ନୂଆ ନୂଆ ଟେକ୍ନିକ୍ ଆସିଲାଣି ଏକ୍ଜାକ୍ଟ ଡାୟଗ୍ନୋସିସ୍ ହେଉଛି ତଥାପି ବି କେଉଁ ମେଡ଼ିସିନ କେତେବେଳେ ଲାଗିବ ଡକ୍ଟର ଶେଷ ପର୍ଯ୍ୟନ୍ତ ମେଡ଼ିସିନ ଚେଞ୍ଜ କରୁଛି ସିଷ୍ଟମ୍ ଅଫ୍ ତାଙ୍କର ମେଡ଼ିକାଲ ପ୍ରାକ୍ଟିସେସ୍ ଚେଞ୍ଜ କରୁଛନ୍ତି ରୋଗ ଭଲ ହେବା ପର୍ଯ୍ୟନ୍ତ ରୋଗୀ ଭଲ ହେଇକରି ଘରକୁ ଆସିବା ପର୍ଯ୍ୟନ୍ତ ସେଇ ରକମ ସମାଜର ଯେଉଁ ପ୍ରୋବ୍ଲେମ୍ ରହୁଛି ଆମର ଆପ୍ଲାଏଡ ଆନ୍ଥ୍ରୋପୋଲୋଜି କ'ଣ କରୁଥିଲେ ନା ସେମାନେ ପ୍ରୋବ୍ଲେମ୍ ଲିଷ୍ଟ ଅଫ୍ ପ୍ରୋବ୍ଲେମ୍ କରୁଥିଲେ ସମାଜ ଉପରେ ଲୋକମାନଙ୍କ ପାଠ ପଢ଼ିକିରି ସାମାଜିକ ପାଠ ପଢ଼ିକିରି ତାଙ୍କର ପ୍ରୋବ୍ଲେମ୍ ଲେଖୁଥିଲେ ପ୍ରୋବ୍ଲେମ୍ ଲେଖିଲା ପରେ ସେମାନେ ପ୍ଲାନରକୁ ଦେଉଥିଲେ ପ୍ଲାନର ମାନେ ସେଇ ସବଜେକ୍ଟ କ'ଣ ଲିଷ୍ଟ ଅଫ୍ ପ୍ରୋବ୍ଲେମ୍ ଅନୁସାରେ ପ୍ଲାନ୍କୁ
स्टडी कर प्रॉब्लम पे प्लान दरकार प्लान प्लान हैला परे से माने फाइनेंस अप्रूवल नउतले केते टका खर्च हो ए प्रोजेक्ट पे प्लान पे तापरे से पुणी गवर्नमेंट को बैक होतला से एरिया रे ए रकम प्लान कले ए रकम इम्प्लीमेंट हबो तो जेते बेले आमे अप्लाइड एंथ्रोपोलॉजी एते तार लोक मान पाखकू सुफल आसवा समय लगुला 2-3 वर्ष 4 वर्ष 5 वर्ष तो लगी जाऊला तापर पर आउ गोटे सब्जेक्ट आसला एक्शन एंथ्रोपोलॉजी सेटा से अप्लाइड एंथ्रोपोलॉजी किंतु अप्लाइड एंथ्रोपोलॉजी रो रही जाउतले प्रॉब्लम फाइंडिंग पर्यंत प्रॉब्लम फाइंडिंग पर से माने प्रॉब्लम टा को लिस्ट ऑफ प्रॉब्लम टा को हैंड ओवर करतले गवर्नमेंट को then government will take care of the plan the finance and everything किंतु एक्शन एंथ्रोपोलॉजी माने कोन कले से माने सेही लोक मान पाकर रही कि कौन यही प्रॉब्लम पे कौन सॉल्यूशन हो आगे चिंता कले डाक्टर भलिया किछि किछि मेथड चिंता कले देखले यही मेथड होनी पुणी चेंज कले आ गोटे मेथड पे चेंज कले तो ग्रेजुअली देखले जो मेथड जो अप्रोच जो सही प्रॉब्लम पे सही एरिया रे समाधान करि पाउची से प्रॉब्लम सहित समाधान मध्य गवर्नमेंट को देले यही एरिया रे यही प्रॉब्लम अछि यही प्रॉब्लम पे ए रकम अप्रोच दरकार ए रकम मेथड दरकार ए रकम काम दरकार एवं ताकू सेही एक्शन रो रिपोर्ट नै गवर्नमेंट तापर काम करथला बा काम आजकल एक्शन एंथ्रोपोलॉजी ऊपर एक्शन रिसर्च बहुत होची अप्लाइड भी चली छी साइड बाय साइड एक्शन भी चली छी सो एंथ्रोपोलॉजी पूरा पूरी डेवलप हे गला सारा पृथ्वी रे जेतेले अप्लाइड एंथ्रोपोलॉजी जेतेले एंथ्रोपोलॉजिकल नॉलेज लोक मानकर यूज रे आसिला एस्टैब्लिश हे गलानी लोक माने जानि गलेनी विभिन्न एंथ्रोपोलॉजिकल मेथड फील्ड मेथड एम्पिरिकल मेथड सारा विश्व रे एस्टैब्लिश हे गलानी स्ट्रक्चर फंक्शनल अप्रोच एस्टैब्लिश हे गलानी एवं मनुष्यर पूरा जिनस टोटल होलिस्टिक नॉलेज विषय रे भी एस्टैब्लिश हे गलानी तापर पर हम देखिबा यूनिट 5 रे हम देखिबा एंथ्रोपोलॉजी इंडिया रे केमती डेवलप करला बा इंडिया केमती आसिला यूनिट 5 रे आमे देखिले यूरोप रे डेवलप करि गला एंथ्रोपोलॉजी प्रा मिड 19th रु आरंभ हे एंड फेज रे डेवलप करि गला एवं अप्लाइड एंथ्रोपोलॉजी एक्शन एंथ्रोपोलॉजी आसी गला किंतु इंडिया रे एंथ्रोपोलॉजी आसिया पई प्रथम एंथ्रोपोलॉजी आमे देखिबा इंडिया रो स्टडी जते बेले आसुची 1974 रे जते बेले गोटे एशियाटिक सोसाइटी कलकत्ता रे एस्टैब्लिश करा गला और एशियाटिक सोसाइटी माध्यम रे विभिन्न समाज ऊपर स्टडी करा गला एशियाटिक सोसाइटी सोशल कल्चरल एंथ्रोपोलॉजी ऊपर स्टडी करा गला एशियाटिक सोसाइटी थ्रू रे 1917 मसीह से आम कहे फॉर्मेटिव फेज ऑफ एंथ्रोपोलॉजी नृत्योत्तर आरंभ ओडिशा इंडिया रे नृत्योत्तर फॉर्मेटिव स्टेज जोठी कि मेन स्टडी एथनोग्राफिक स्टडीज मोनोग्राफ स्टडीज सोशियो कल्चरल स्टडीज आरंभ होतला एवं ता परे परे 1921 मसीह रे डिपार्टमेंट ऑफ एंथ्रोपोलॉजी कलिकता रे आरंभ होला तापर ग्रेजुअली डिपार्टमेंट हवा पूर्व 1919 रे बॉम्बे रे एंथ्रोपोलॉजी पढ़ाला कि जेटा सोशियोलॉजी डिपार्टमेंट अंडर रे थिला प्रथम डिपार्टमेंट कलिकता हला तापर आस्ते आस्ते दिल्ली लखनऊ एमटी हे कि ओडिशा को एंथ्रोपोलॉजी 1957 मसीह रे आसिला तो एंथ्रोपोलॉजी रो डेवलपमेंट रो सेटा होची फर्स्ट फेज फॉर्मेटिव स्टेज हम जोटा कि 1774 रु 1919 पर्यंत आम कहले 1920 रु 1949 कंस्ट्रक्टिव स्टेज आसिला एंथ्रोपोलॉजी रो कंस्ट्रक्टिव स्टेज ए फेज रे कोन होची ना एडवांसमेंट ऑफ एंथ्रोपोलॉजिकल रिसर्च हला केवल एथनोग्राफिकल स्टडी हलानी डीप रिसर्च विभिन्न एंथ्रोपोलॉजिकल सब्जेक्ट ऊपर करा गला विभिन्न सब्जेक्ट बोथ सोशल एंड फिजिकल विभिन्न सब्जेक्ट डेवलप हला एवं तापर आसला 1950 रे 1950 रु 90 एनालिटिकल फेज ए फेज रे हमें कोलैबोरेटिव
বিভিন্ন ডিପାର୍ଟମେଣ୍ଟ ସହିତ ବିଭିନ୍ନ ଆନ୍ଥ୍ରୋପୋଲୋଜିର ବିଭିନ୍ନ ବ୍ରାଞ୍ଚ ସହିତ କେମିତି ସମନ୍ୱୟ ରହିବ, କୋଲାବରେଟିଭ୍ ଷ୍ଟଡି ବା ଇଣ୍ଟରଡିସିପ୍ଲିନାରୀ ଷ୍ଟଡି ସେ 1950ରୁ 1990 ପିରିୟଡ଼ରେ ଆସିଲା ଏବଂ 1990 ପରେ ଇଭାଲୁଏସନ୍ ଫେଜ୍ ଆସିଲା ବା ଇଭାଲୁଏଟିଭ୍ ଆମେ ଯେଉଁ କାମ କରାହେଲା ଏଇ 10 ବର୍ଷ 20 ବର୍ଷ ବା 30 ବର୍ଷ ବା 1920ରୁ 1950 ବର୍ଷ ଭିତରେ ବା 1990 ବର୍ଷ ଭିତରେ ଏଇ 50-60 ବର୍ଷ ଭିତରେ କ'ଣ ହେଇଛି, କ'ଣ ତାର ଇଭାଲୁଏସନ୍ ଷ୍ଟେଜ୍ ଆସିଲା ପରେ ସେତିକି ବେଳକୁ ଆମେ ଆସିଲା। ଆଗରୁ ଆମେ କେବଳ ଟ୍ରାଇବାଲ୍ ଷ୍ଟଡିଜ୍ ଆନ୍ଥ୍ରୋପୋଲୋଜି ମାନେ କେବଳ ଟ୍ରାଇବାଲ୍ ଷ୍ଟଡିଜ୍ କହୁଥିଲେ, ଯେହେତୁ ଭାରତ ବର୍ଷରେ ଓଡ଼ିଶାରେ ବହୁତ ଟ୍ରାଇବ୍ ଅଛନ୍ତି। ଟ୍ରାଇବାଲ୍ ଷ୍ଟଡି ସେମାନଙ୍କର ଷ୍ଟଡି ଆଗ କାହିଁକି କରୁଥିଲେ, ସେମାନଙ୍କର କଲଚର ଚେଞ୍ଜ ହେଇନି, ଇଣ୍ଟାକ୍ଟ ଅଛି, ସିମ୍ପଲ୍ ସୋସାଇଟି ଅଛି, ତେଣୁ ତାଙ୍କୁ ଷ୍ଟଡି କରିବା ପାଇଁ ସୁବିଧା ହେଉଥିଲା। ଏବଂ ପରେ ପରେ 60 ବର୍ଷ ଭିତରେ ବହୁତ ଜିନିଷ ଚେଞ୍ଜ ହେଇଛି, ଟ୍ରାଇବାଲ୍ ମାନେ ବି ଚେଞ୍ଜ ହେଇଛନ୍ତି ଏବଂ ତାପରେ ଆନ୍ଥ୍ରୋପୋଲୋଜି ମାନେ ତାଙ୍କର ସ୍କୋପକୁ ଚେଞ୍ଜ କଲେ। ଟ୍ରାଇବାଲ୍ ସୋସାଇଟିରୁ ସେମାନେ ଆସିଲେ ପିଜେଣ୍ଟ ସୋସାଇଟି ପଢ଼ିବାକୁ ଆସିଲେ। ପିଜେଣ୍ଟ ସୋସାଇଟି କମ୍ପ୍ଲେକ୍ସ ସୋସାଇଟି ବା କାଷ୍ଟ ସୋସାଇଟି ବା ରୁରାଲ ଇଣ୍ଡିଆନ୍ ଭିଲେଜେସ୍ ଷ୍ଟଡି ବା ପିଜେଣ୍ଟ ସୋସାଇଟି। ତାପରେ ପରେ ଅର୍ବାନ୍ ସୋସାଇଟି ପଢ଼ିବାକୁ ଆସିଲେ। ସୋ ଫୋକ୍ ଅର୍ବାନ୍ କଣ୍ଟିନ୍ୟୁମ୍ ରହିଲା, କେମିତି ଆସ୍ତେ ଆସ୍ତେ ରୁରାଲ ସୋସାଇଟିରୁ ଫୋକ୍ ସୋସାଇଟିକୁ ଆସୁଛନ୍ତି ବା ପିଜେଣ୍ଟ ସୋସାଇଟିକୁ ଆସୁଛନ୍ତି, ଫୋକ୍ ସୋସାଇଟିରୁ ପିଜେଣ୍ଟ ସୋସାଇଟିରୁ ଅର୍ବାନ୍ ସୋସାଇଟି। ସୋ ଫୋକ୍ ସୋସାଇଟି ଆମେ ତାକୁ ସିମ୍ପଲ୍ ସୋସାଇଟି ବୋଲି କହୁଛେ ଏବଂ ଅର୍ବାନ୍ ସୋସାଇଟି ଇଜ୍ ଏ କମ୍ପ୍ଲେକ୍ସ ସୋସାଇଟି। ସୋ ଗ୍ରାଜୁଆଲି ସେ ସୋସିଆଲ ଚେଞ୍ଜ ସିମ୍ପଲ୍ ଟୁ କମ୍ପ୍ଲେକ୍ସ କେମିତି ଆସୁଛି ସେଟାକୁ ଇଭାଲୁଏଟିଭ୍ ଷ୍ଟେଜରେ ସେଟାକୁ ପଢ଼ାଗଲା। ତ ଯେତେବେଳେ ଇଭାଲୁଏସନ୍ ଷ୍ଟେଜରେ ସେଇଟା ପଢ଼ାଗଲା, ସେଇ ବିଭିନ୍ନ କମ୍ପାରିଜନ୍ କରିବାକୁ ପଢ଼ାଗଲା। ସେଇ ଟାଇମରେ ବିଭିନ୍ନ ଆମର ଜିନିଓଲୋଜିକାଲ ମେଥଡ଼ ବା ବଂଶାନୁକ୍ରମର ମେଥଡ଼ ବା ଷ୍ଟାଟିଷ୍ଟିକ୍ସ ମେଥଡ଼ ଏଗୁଡ଼ା ସବୁ ଇଣ୍ଟ୍ରୋଡ୍ୟୁସ୍ ହେଲା ସେଇ ଇଭାଲୁଏସନ୍ ଫେଜ୍ରେ। ଯେତେବେଳେ ଇଭାଲୁଏସନ୍ ଏବେ ଦରକାର, କମ୍ପାରେଟିଭ୍ ଦରକାର, ଷ୍ଟାଟିଷ୍ଟିକ୍ସ ଦରକାର, ମାଥମେଟିକାଲ ଦରକାର, କମ୍ପ୍ୟୁଟର ସାଇନ୍ସ ଦରକାର। ସେତେବେଳେ କମ୍ପ୍ୟୁଟର ନଲେଜ ନଥିଲେ ବି ଏବେ କମ୍ପ୍ୟୁଟର ସାଇନ୍ସରେ ବହୁତ ଆମର ଟେକ୍ନିକ୍ ଡେଭଲପ୍ ହେଲାଣି ଏବଂ ସେଇ ଆସ୍ପେକ୍ଟରେ ଆମେ ବହୁତ ଷ୍ଟଡି କରୁଛେ। ଆମର ଇଣ୍ଡିଆନ୍ ଆନ୍ଥ୍ରୋପୋଲୋଜିଷ୍ଟ ମାନେ ଏନ୍.କେ. ବୋଷଠୁ ଆରମ୍ଭ କରି ଏନ୍ ମଜୁମଦାର, ଏଲ୍.ପି. ବିଦ୍ୟାର୍ଥୀ ବହୁତ ଷ୍ଟଡି କରିଛନ୍ତି ଆନ୍ଥ୍ରୋପୋଲୋଜିକାଲ କାମ ଉପରେ। ଏବଂ ଫିଜିକାଲ ଆନ୍ଥ୍ରୋପୋଲୋଜିରେ ସେଇ ରକମ ଗୋଟେ କାମ ହେଇଛି, କେମିତି ଆମେ ଯେମିତି ଆନ୍ଥ୍ରୋପୋମେଟ୍ରି ଆମେ ଦେଖିଲେ, ଆନ୍ଥ୍ରୋପୋମେଟ୍ରି ଗୋଟେ ଫିଜିକାଲର ହ୍ୟୁମାନ୍ ଭାରିଏସନ୍ ପାଇଁ ଷ୍ଟଡି ଅଫ୍ ଆନ୍ଥ୍ରୋପୋମେଟ୍ରି ବା ମଣିଷର ବଡିର ମେଜରମେଣ୍ଟ ଅଫ୍ ଡିଫରେଣ୍ଟ ପାର୍ଟସ୍, ଡିଫରେଣ୍ଟ ମେଜରମେଣ୍ଟକୁ ନେଇକରି ଶ୍ରେଣୀ ବିଭାଗ କରାଯାଉଛି ମଣିଷର। ତାକୁ ପ୍ରଥମେ ଆମର ରିସ୍ଲେ ରିସ୍ଲେ ବୋଲି କ୍ଲାସିଫିକେସନ୍ କରିଥିଲେ ଇଣ୍ଡିଆନ୍ ପପୁଲେସନ୍ ଅନ୍ ଦି ବେସିସ୍ ଅଫ୍ ଏଇ ଆନ୍ଥ୍ରୋପୋମେଟ୍ରିକ୍ ଷ୍ଟଡି ବା ଦେହର ଶାରୀରିକ ମେଜରମେଣ୍ଟ ଷ୍ଟଡି ଉପରେ ବିଭିନ୍ନ ଏଣ୍ଟାୟାର ଭାରତ ବର୍ଷର ସବୁ ଷ୍ଟେଟ୍ରେ କିଏ କେଉଁ ପ୍ରକାର ପପୁଲେସନ୍ କେଉଁଠି ଅଛନ୍ତି ରିସ୍ଲେ ଷ୍ଟଡି କରିଥିଲେ। ରିସ୍ଲେ ଷ୍ଟଡି ଅନୁସାରେ ସେ 7-8 ପ୍ରକାର ଭାରିଏସନ୍ ଦେଖେଇଥିଲେ ଇଣ୍ଡିଆନ୍ ପପୁଲେସନ୍କୁ। ସେ ତ ତାଙ୍କ ଷ୍ଟଡିର ରେଜଲ୍ଟ 1915 ବେଳକୁ ଆସିଲା, ଆର୍ଲି 20th ସେଞ୍ଚୁରୀରେ। ସେ ଦ୍ରାବିଡ଼ିଆନ୍ ବୋଲି ଗୋଟେ ଗ୍ରୁପ୍ କଲେ, ବିଭିନ୍ନ ତାଙ୍କର ମେଜରମେଣ୍ଟ ଅନୁସାରେ ଗୋଟେ ଗ୍ରୁପ୍ କଲେ ଦ୍ରାବିଡ଼ିଆନ୍ ଗ୍ରୁପ୍। ଆଉ ଗୋଟେ ଗ୍ରୁପ୍ କଲେ ଇଣ୍ଡୋ ଆରିଆନ୍ ଗ୍ରୁପ୍, ଯେଉଁମାନେ କି ସେମାନେ ଭାବୁଛନ୍ତି ଇଣ୍ଡିଆରେ ଥିଲେ ଏବଂ ଆରିଆନ୍ BC 6th ସେଞ୍ଚୁରୀ 7th ସେଞ୍ଚୁରୀ 8th ସେଞ୍ଚୁରୀ ବେଳକୁ ଯେଉଁ ମାଇଗ୍ରେସନ୍ ଆମର ଆଗରୁ ହେଇଥିଲା ଆଫ୍ରିକାନ୍ ମଡେଲ, ଯେଉଁମାନେ ଚାଇନା ଆଡ଼କୁ ପଳେଇଥିଲେ, ମଙ୍ଗୋଲିଆ ଆଡ଼କୁ ପଳେଇଥିଲେ, ଇରାନ ଆଡ଼କୁ ପଳେଇଥିଲେ, ସେମାନେ ଇଣ୍ଡିଆକୁ ଧୀରେ ଧୀରେ ପ୍ରବେଶ କଲେ ସେଇ 6th-7th ସେଞ୍ଚୁରୀ ପାଖାପାଖି। ଏବଂ ସବୁ ଇଣ୍ଡୋ ତାକୁ ଆରିଆନ୍ ବୋଲି ଆମେ ତାଙ୍କୁ କହୁଛେ, ସେମାନେ ପରେ ଆସିକିରି ଇଣ୍ଡିଆନ୍ ଯେଉଁମାନେ ରହିଥିଲେ ତାଙ୍କ ସହିତ ଗୋଟେ ବିରାଟ କନଫ୍ଲିକ୍ଟ ହେଲା। ଏବଂ ଖାଲି ସୋସିଆଲ କନଫ୍ଲିକ୍ଟ ହେଲାନି, ଗୋଟେ କଲଚରାଲ ଚେଞ୍ଜ, ବାୟୋଲୋଜିକାଲ ଚେଞ୍ଜ, ପପୁଲେସନ୍ ପାନମିକ୍ସ ହେଇଗଲା। ହଜାର ବର୍ଷ ଧରି କନଫ୍ଲିକ୍ଟ ଚାଲିଲା ଏବଂ ତାଙ୍କ କଲଚର ଆମ କଲଚର ଇଣ୍ଟରମିଙ୍ଗଲ ହେଇଗଲା, ମିଶିଗଲା। ସେ ମିଶିଗଲା ଫଳରେ ଆମେ ତାକୁ ଭାରତୀୟ ସଭ୍ୟତା ବୋଲି ଆକ୍ସେପ୍ଟ କରିଗଲେ। ସେଇଟା ଆଉ ଏତେ ଇଣ୍ଡୋ ଆରିଆନ୍ ସଭ୍ୟତା ବୋଲି ରହିଲେ ଭାରତୀୟ ସଭ୍ୟତା ସେଇ 6th ସେଞ୍ଚୁରୀ 5th ସେଞ୍ଚୁରୀ BC ବେଳକୁ ଭାରତୀୟ ସଭ୍ୟତା ଡେଭଲପ୍ କରିଗଲାଣି। ତାପରେ ପ୍ରଥମତଃ ଆସିଲା ବେଦିକ 1500 ବେଳକୁ ବେଦର କମ୍ପାଇଲେସନ୍, ବେଦ ବ୍ୟାସ କରିଗଲେ, ସିଭିଲାଇଜେସନ୍ ସେତେବେଳେ ଇଣ୍ଡିଆରେ ଆସିଗଲାଣି।
तो किंतु से इंडो आर्यन जो फिजिकल आस्पेक्ट कल्चरल आस्पेक्ट सीना इंडियन भारतीय कल्चर हो गला किंतु जो फीचर फिजिकल फीचर रे इंडो आर्यन मिक्सचरटा गोटे जना पड़ता किछटा इंडियन पूर्व जो मैंने थिले जो मैंने आर्यन आसले तांकर डिफरेंस रहिला आ गोटे ग्रुप रहिला मंगोलॉइड जो मैंने आमर साउथ नॉर्थ ईस्ट रहिले से आसाम नागालैंड मणिपुर से एरिया सिक्किम से एरिया जो मैंने रहिले मंगोलॉइड गोटे रेस जो मैंने कि येलो रेस ये शॉर्ट हाइट तांकर हेयर स्ट्रक्चर इज प्लेन स्कांटी बहुत कम हेयर बॉडी रे बहुत कम हेयर तांकर फेशियल शेप टिके डिफरेंट सो मंगोलियन फीचर मैं चाइनीज बा मंगोलियन रेस सहित समान बोली आम मंगोलॉइड फीचर बोली स्टडी करागला तापरे आर्य द्राविडियन बोली आमर जिते मिडिल को आसवा आमर ईस्ट एवं ऑलमोस्ट ईस्ट नॉर्थ ईस्ट पड़े ईस्ट बेलू आम आसवा इंडो द्राविडियन पॉपुलेशन आमर ओडिशा हो पार्ट ऑफ आंध्र प्रदेश हो झारखंड हो बिहार हो कलकत्ता हो आम तक इंडो द्राविडियन पॉपुलेशन बोली रखिले से आ गोटे ग्रुप कलिकतार जोटा बांग्लादेश पाखापाखि रोचे से तो से स्टडी कले कौन ना मंगोलो द्राविडियन बोली गोटे रेस कले गोटे सब ग्रुप कले सेमती आउ दी तीन सब ग्रुप कर डिटेल्स पढ़ले रेशियल क्लासिफिकेशन पढ़ो हम जान कि मोस्टली द्राविडियन इंडो आर्यन मंगोलो द्राविडियन एवं आमर आर्य द्राविडियन यही पॉपुलेशन यही फिजिकल शारीरिक नेतृत्व श्रेणी विभाग में पांच छटी डिविजन रही तापर आउ जन फिजिकल एंथ्रोपोलॉजिस्ट गुहा बीएस गुहा तांकर रिजल्ट से भी फिजिकल एंथ्रोपोलॉजी स्टडी करी 1937 मसीह से क्लासिफाई कले एगेन इंडियन पॉपुलेशन से भी सही गोटे रेस प्रोटो ऑस्ट्रेलियड जोटा से माने आर्य द्राविडियन कहते द्राविडियन कहते रिसले जहाँ द्राविडियन कहले ये प्रोटो ऑस्ट्रेलियड कहले ये भी सही मंगोलॉइड कहते आउ दीटा ग्रुप करछंती पालियो मेडिटेरियन एवं अल्पाइन वेस्टर्न ब्रैकिसेफाल्स करछंती जोड़ा को सही दी तीनटा सब ग्रुप छोट छोट ग्रुप बोली करछंती आउ गोटे ग्रुप गुहा कले निग्रिटो जोटा कि रिसले से डिवीजन करथिले से निग्रिटो रेशियल डेवलपमेंट होची निग्रो मानकर जो प्रकार ब्लैक कलर हेयर कलर इज कर्ली लिटिल फेस के आउटवर्ड रोची फेशियल प्रोजेक्शन टिके रोची ए सब निग्रिटो रेस रो गोटे निग्रिटो रेस गोटे निग्रोइड रेस रो गोटे ब्रांच निग्रिटो सेटा को देइछन्ती जोटा कि हमर इंडिया रो अंडमान एरिया रोचन्ती अंडमानीज साउथ रे गोटे केरला रे गोटे जोटे ग्रुप अछन्ती मोस्टली अंडमान माने निग्रिटो पॉपुलेशन निग्रोइड निग्रिटो रेस एलिमेंट रोची ताकू गुहा स्टडी करी कहले सो फिजिकल एंथ्रोपोलॉजी रो मेन डेवलपमेंट आसिला एंथ्रोपोमेट्री फास्ट तापर 1961 मसीह सरकार एसएस सरकार से भी इंडियन पॉपुलेशन को डिवाइड कले एवं तांको स्टडीटा भल स्टडी रिसले गुहा टू बेटर बोली कहगला सब स्टडी रो इंपोर्टेंस रहउची कि जेहेतु एटा 1961 रे करागला प्रथमटा 1910 1915 रे कराइतला टिके टेक्निकली डिफरेंट आछि से तीन प्रकार ताकर हेड शेप को लेकिन डिवीजन कले डोलिकोसेफाली ठीक है लंबा हेड जार हेड रो चौड़ा अपेक्षा लंबाटा अधिका आ गोटे ग्रुप कले मेजोलिथिक जार हेड लेंथ आउ ब्रेथ ऑलमोस्ट सिमिलर रोथबो बेसी चेंज नहीं मेजोलिथिक आ गोटे रखिले से माने ब्रैकिसेफाल्स जार ब्रेथ बड़ हाँ से ब्रैकिसेफाल्स बोली कहले तो से तीनटा सरकार डेफिनेशन टाकू साइंटिफिक बोली बेसी डिस्कशन करछंती एवं किंतु समस्ते गुहार हो सरकार हो रिसले हो सबू एंथ्रोपोलॉजी पिला माने सबू जाक केमती डिस्टिंग्विशन की एंथ्रोपोमेट्री सबू जाक एंथ्रोपोमेट्री
ଉପରେ ମେନଲି ଶାରୀରିକ ସୋମାଟୋସ୍କୋପି ଏବଂ ସୋମାଟୋମେଟ୍ରି ଏ ଉପରେ ଷ୍ଟଡି କରାହେଇକିରି ସେଇଟା କରାଯାଇଛି। ତ ତାପରେ ଆମେ ଦେଖିବା ପ୍ରିହିଷ୍ଟ୍ରିକ୍ ଆର୍କିଓଲୋଜି। ପ୍ରିହିଷ୍ଟ୍ରିକ୍ ଆର୍କିଓଲୋଜି ଦେଖିବା ଗ୍ରୋଥ ଅଫ ପ୍ରିହିଷ୍ଟ୍ରିକ୍ ଆର୍କିଓଲୋଜି ସେଇ 60s ବେଳକୁ ପ୍ରିହିଷ୍ଟ୍ରିକ୍ ଆର୍କିଓଲୋଜି ବି ଗ୍ରୋଥ ଆରମ୍ଭ ହେଇଗଲାଣି ଇଣ୍ଡିଆରେ। ଆମର ପ୍ରଥମ ଆମେ ଦେଖିବା ରବର୍ଟ ବ୍ରୁସ୍ ବୋଲି ଜଣେ ସାଇଣ୍ଟିଷ୍ଟ, ପ୍ରିହିଷ୍ଟୋରିଆନ୍। ସେ ପ୍ରିହିଷ୍ଟ୍ରିକ୍ ଆର୍କିଓଲୋଜି ବୋଲି ଇଣ୍ଡିଆରେ ଷ୍ଟଡି କରିଥିଲେ। ନିୟର ଚେନ୍ନାଇ ପାଲାଭାରମ୍ ଷ୍ଟୋନ୍ ଟୁଲ୍ ସେ ପାଇଥିଲେ। ପ୍ରସ୍ତର ଯୁଗ ପାଲାଭାରମ୍ ଚେନ୍ନାଇର ଗୋଟେ ଏରିଆରେ ପ୍ରସ୍ତର ସଭ୍ୟତା ସେ ରବର୍ଟ ବ୍ରୁସ୍ 1863 ମସିହାରେ ଷ୍ଟଡି କରି ପାଇଥିଲେ ପ୍ରିହିଷ୍ଟ୍ରି ଷ୍ଟଡି। ତାପରେ ଇଣ୍ଡିଆରେ ସେଇ 1960, 61, 62 ବେଳକୁ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏଷ୍ଟାବ୍ଲିଶ କରାଗଲା। ଯେତେବେଳେ ଆମେ କହୁଛେ ଫର୍ମେସନ୍ ଫେଜ୍ ଅଫ ଆନ୍ଥ୍ରୋପୋଲୋଜି, ସେଇ ପିରିୟଡ଼ରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ 1861ରେ ଆଗତ ଏସିଆଟିକ୍ ସୋସାଇଟି ଆସିଲା। ତାପରେ ପରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏଷ୍ଟାବ୍ଲିଶ ହେଲା। ସେଇ ପିରିୟଡ଼ରେ ବହୁତ ପ୍ରକାର ପ୍ରିହିଷ୍ଟୋରିକ୍ ରିସର୍ଚ୍ଚ, ପ୍ରିହିଷ୍ଟୋରିକ୍ ଷ୍ଟଡି କରାଗଲା। ମେନଲି ପ୍ରୋଟୋ ହିଷ୍ଟ୍ରି, ପ୍ରିହିଷ୍ଟ୍ରି ଦୁଇଟା ଷ୍ଟଡି କରାଗଲା। ଏବଂ ଯେତେବେଳେ କାଶ୍ମୀର ଭ୍ୟାଲିରେ ପଟୁଆର, ପ୍ଲାଟ୍ୟୁ ଏବଂ ନର୍ମଦା ଭ୍ୟାଲିରେ ମାଡ୍ରାସ କୋଷ୍ଟରେ ବିଭିନ୍ନ ଡିସ୍କଭରି, ବହୁତ ଡିସ୍କଭରି, ପାଲିଓଲିଥିକ୍ କଲଚର, ପାଲିଓଲିଥିକ୍ ଷ୍ଟୋନ୍। এই ଷ୍ଟୋନ୍ ଆମର ଷ୍ଟୋନ୍ ପ୍ରସ୍ତର ଯୁଗକୁ ତିନି ଭାଗରେ ଡିଭାଇଡ୍ କରାଯାଇଛି। ପୁରାତନ ପ୍ରସ୍ତର ଯୁଗ, ତାପରେ ମଧ୍ୟ ପ୍ରସ୍ତର ଯୁଗ, ତାପରେ ନୂତନ ପ୍ରସ୍ତର ଯୁଗ। ଏ ତିନିଟା ପୁରାତନ ପ୍ରସ୍ତର ଯୁଗ ପାଲିଓ ଆମର ଇଣ୍ଡିଆନର ତିନିଟା ଷ୍ଟେଜ୍ ପ୍ରାୟ ରହିଛି। ବେଶୀ ପୁରାତନ ପ୍ରସ୍ତର ଯୁଗ ଏବଂ ମଧ୍ୟ ପ୍ରସ୍ତର ଯୁଗର ଜିନିଷ ବହୁତ ବାହାରିଛି, ଇନଷ୍ଟ୍ରୁମେଣ୍ଟ ବହୁତ ବାହାରିଛି। ଏବଂ ନୂତନ ପ୍ରସ୍ତର ଯୁଗର ବି ବହୁତ ଇନଷ୍ଟ୍ରୁମେଣ୍ଟ ବାହାରିଛି। ଏବଂ ଖାଲି ତାଙ୍କର ଯେଉଁ ଷ୍ଟୋନ୍ ଟୁଲ୍ର ଇନଷ୍ଟ୍ରୁମେଣ୍ଟ ଯେ ବାହାର କରିଛନ୍ତି ତା ନାହିଁ, ସେଇ ଷ୍ଟୋନ୍ ଟୁଲ୍ କି ରକମ ସେଇ ଷ୍ଟୋନ୍ ବା ପଥର ଯେଉଁ ଇମ୍ପ୍ଲିମେଣ୍ଟ ବା ହତିଆର, ତାକୁ ସେ ହାଣ୍ଡେକ୍ସ ହଉ ବା ବିଭିନ୍ନ ପ୍ରକାର ସ୍କେପର ହଉ ବା ନିଅଣ ହଉ ବା ବିଭିନ୍ନ ପ୍ରକାର ତାଙ୍କର ଅସ୍ତ୍ର ଅଛି, ତାକୁ କେମିତି ନିର୍ମିତ କରାଯାଇଛି, ତାର ମେଥଡ଼, ତାର ଟେକ୍ନିକ୍ ଅଫ୍ ପ୍ରିପାରେସନ୍। ଗୋଟେ ଷ୍ଟୋନ୍କୁ ଆଣି ତାକୁ କେଇ ରକମ ଆଉ ଗୋଟେ ଷ୍ଟୋନ୍ ଦ୍ୱାରା, ନର୍ମାଲି ଷ୍ଟୋନ୍କୁ ଷ୍ଟୋନ୍ ଦ୍ୱାରା ପ୍ରଥମେ ବାଡ଼ଉଥିଲେ, ବାଡ଼େଇକି ସେମାନେ ଷ୍ଟୋନ୍କୁ ଧର ଦିଖଣ୍ଡ ହେଇଗଲା, ତାର ଗୋଟେ ଫ୍ଲେକ୍ ବାହାରିଲା। ମେନ୍ ଟୁଲ୍ ରହିଲା, ତାକୁ କୋର୍ ଟୁଲ୍ କହିଲେ। ତ ଫ୍ଲେକ୍ ବାହାରିଲା, ସେଥିରୁ ଯଦି କିଛି ବାହାର କଲେ ଟୁଲ୍, ତାକୁ ଆଉ ଥରେ ଛୋଟ ଛୋଟ ସେକେଣ୍ଡାରୀ ବାଡ଼େଇକିରି ତାକୁ ସେକେଣ୍ଡାରୀ ଟୁଲ୍ ବାହାର କଲେ, ତାକୁ ସେକେଣ୍ଡାରୀ ଫ୍ଲେକ୍ ଟୁଲ୍ କହିଲା। କିନ୍ତୁ ସେମିତି ଗୋଟେ ଷ୍ଟୋନ୍ର ଦୁଇପଟୁ ଫ୍ଲେକ୍, ବଡ଼ ବଡ଼ ଫ୍ଲେକ୍ ବାହାର କରିଦେବ ବା ଛୋଟ ଛୋଟ ଫ୍ଲେକ୍ ବାହାର କରିଦେବ, ତାକୁ ଆମେ ହାଣ୍ଡେକ୍ସ କୋର୍ ଟୁଲ୍ ବୋଲି ଆମେ ତାକୁ କହୁଛେ। କୋର୍ ଟୁଲ୍ ଡିସ୍କ ହେଇପାରେ, କୋର୍ ଟୁଲ୍ ହାଣ୍ଡେକ୍ସ ହେଇପାରେ, କୋର୍ ଟୁଲ୍ ଦୁଇ ପ୍ରକାର ରହୁଛି କୋର୍ ଟୁଲ୍। ଏବଂ ଫ୍ଲେକ୍ ଟୁଲ୍ ସେମିତି ତମର ରହୁଛି, କେତେ ଗୁଡ଼ିଏ ଫ୍ଲେକ୍ ଟୁଲ୍ ରହୁଛି। ସେ ସବୁ ଓଲ୍ଡ ଷ୍ଟୋନ୍ ଟୁଲ୍ ବା ପୁରାତନ ପ୍ରସ୍ତର ଯୁଗର ସେଗୁଡ଼ାକ ଏଷ୍ଟାବ୍ଲିଶ ହେଇଥିଲା 1920, 1930 ବେଳକୁ। 1948 ବେଳକୁ ଆମର କଲିକତାର ୟୁନିଭର୍ସିଟିର ପ୍ରଫେସର ମଜୁମଦାର, ସେ ସେତେବେଳେ ଷ୍ଟଡି କଲେ ଓଡ଼ିଶାର ମୟୂରଭଞ୍ଜରେ। ଓଡ଼ିଶାର ମୟୂରଭଞ୍ଜରେ କୁଳିଆଣ ବୋଲି ଗୋଟେ ଜାଗା ଅଛି, କୁଳିଆଣ। ସେ ସେତେବେଳେ ଓଡ଼ିଶାର ପାଲିଓଲିଥିକ୍ ସାଇଟ୍ ପ୍ରଥମେ ମଜୁମଦାର ବାବୁ, ମଜୁମଦାର ସାଇଣ୍ଟିଷ୍ଟ ମଜୁମଦାର, ଆନ୍ଥ୍ରୋପୋଲୋଜିଷ୍ଟ ମଜୁମଦାର ସେ ଏରିଆରେ ପାଇଥିଲେ। ସେ ଏଷ୍ଟାବ୍ଲିଶ ସେଠି ଦେଖିଲେ, ସେଠି ବି ପୁରାତନ ପ୍ରସ୍ତର ଯୁଗର ବହୁତ ଆର୍ଟିଫାକ୍ଟସ୍ ମିଳୁଛି। ଏବେ ବି କୁଳିଆଣ, ମୁଁ ବି ନିଜେ କୁଳିଆଣ ଯାଇଛି, ଦେଖିଛି, ସାଇଟ୍ ବି ସେଠି ଅଛି। ଓଡ଼ିଶା ପିଲାମାନେ ଯଦି ଯିବେ ସେଠି କୁଳିଆଣର ଦେଖିବେ, ବାରିପଦାରୁ କିଛି ତ ଆଗକୁ ଗଲେ କୁଳିଆଣ ପଡ଼ିବ। ବାରିପଦାର ପ୍ରାୟ 20-30 କିଲୋମିଟର ନର୍ଥ ଇଷ୍ଟ ଆଡ଼କୁ ଗଲେ ସେ କୁଳିଆଣ ପଡ଼ିବ, ସେଠି ଦେଖିପାରିବେ।
ସେ ସାଇଟ୍କୁ ଦେଖିପାରିବେ। ତାପରେ ଧରଣୀ ଧର ସେନ୍ ସେ ପ୍ରିଷ୍ଟ୍ରିକ୍ ଷ୍ଟଡି ବହୁତ କରିଛନ୍ତି ଏବଂ ପ୍ରିଷ୍ଟ୍ରିକ୍ ଷ୍ଟଡି ସେମାନେ ଯାହା ଜମ୍ମୁ କାଶ୍ମୀର ଭ୍ୟାଲିରୁ କରିଛନ୍ତି, ଚେନ୍ନାଇରୁ କରିଛନ୍ତି, ୱେଷ୍ଟ ପାକିସ୍ତାନରୁ କରିଛନ୍ତି। ତାପରେ 40sରେ 1940 ମସିହା ବେଳକୁ ଆଉ ଜଣେ ପ୍ରିଷ୍ଟ୍ରିଆନ୍ HD ସାଙ୍ଖାଳିଆ ବୋଲି HD ସାଙ୍ଖାଳିଆ ସେ ଗୁଜରାଟ ଉପରେ ବହୁତ ଷ୍ଟଡି କରିକିରି ସାବରମତୀ ଭ୍ୟାଲି ରିଭର ସାବରମତୀ ଭ୍ୟାଲିରୁ ପାଲିଓଲିଥିକ ଷ୍ଟୋନ୍ ପାଇଛନ୍ତି, ପାଲିଓଲିଥିକ ଆର୍ଟିଫାକ୍ଟସ ପାଇଛନ୍ତି, ମେଜୋଲିଥିକ ଆର୍ଟିଫାକ୍ଟ ବି ପାଇଛନ୍ତି। ସୋ ବିଭିନ୍ନ ପ୍ରକାର ଶସ୍ତ୍ର ପାଇଛି। ପ୍ରିଷ୍ଟ୍ରିକ୍ ଡିଟେଲ୍ସ ପଢ଼ାଯିବ, ସେ କ'ଣ ପାଇଛନ୍ତି, କେମିତି ପାଇଛନ୍ତି, ତାର ଡିଟେଲ୍ସ ତମେ ଡିସ୍କସନ କରିବା। ଆମେ ସେଟାକୁ ଏ ବିଷୟରେ ଜାଣିଥିବା ନଲେଜ ଯେ ସାଙ୍ଖାଳିଆ ଗୁଜରାଟର ସାବରମତୀ ନଦୀ କୂଳରୁ ବୋଥ ପାଲିଓଲିଥିକ ଆଣ୍ଡ ମେଜୋଲିଥିକ ଜିନିଷ ଆର୍ଟିଫାକ୍ଟ ପାଇଥିଲେ ଏବଂ ସେଥିପାଇଁ ସେ ସେଟା ବହୁତ ସେତେବେଳେ ଫେମସ୍ ହେଇଗଲେ ଯେତେବେଳେ ମେଜୋଲିଥିକ ଆଉ ଗୁଜରାଟର ପାଇଲେ। ତାପରେ ଯେତେବେଳେ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଆରମ୍ଭ ହେଲା 1920s and 30s ବେଳକୁ ସେମାନେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନକୁ ଆଉ ଥରେ ଏକ୍ସକାଭେଟ୍ କରିବାକୁ ଲାଗିଲେ। ସେଠି ଦେଖିଲେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ କ'ଣ ହଉଛି, ଯୋଉକି ଆମର 3000 ବର୍ଷ ପୂର୍ବର ସଭ୍ୟତା ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ, ତାକୁ ଇଣ୍ଡସ୍ ଭ୍ୟାଲି ତାକୁ ସେମାନେ ଏକ୍ସକାଭେସନ କଲେ, ଦେଖିବାକୁ ଲାଗିଲେ, ଖୋଳିବାକୁ ଲାଗିଲେ। ଏବେ ଯୋଉଟାକି ଆମର ୱେଷ୍ଟ ପଞ୍ଜାବରେ ଅଛି, ଏବେ ବି ଇଣ୍ଡିଆର ଏରିଆରେ କିଛି ରହିଛି। ତାକୁ ସେମାନେ ହରପାନ ସିଭିଲାଇଜେସନ ବା ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ସିନ୍ଧୁ ସଭ୍ୟତା, ତାକୁ ତାପରେ କିଛି ଆର୍କିଓଲୋଜିକାଲ ଷ୍ଟଡି କଲେ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ। ଏବଂ ଏଇ ପ୍ରିହିଷ୍ଟ୍ରିକ୍ ଷ୍ଟଡି ଆମର ଯେତେବେଳେ ଇଣ୍ଡିପେଣ୍ଡେନ୍ସ ହବା ପୂର୍ବରୁ ବି ପ୍ରିହିଷ୍ଟ୍ରିକ୍ ଷ୍ଟଡି ଆମର ଆର୍କିଓଲୋଜିକାଲ ଷ୍ଟଡି ଆରମ୍ଭ ହେଇଛି। ସାଙ୍ଖାଳିଆ ସେତେବେଳେ ବି କରିଛନ୍ତି। ଡବ୍ଲ୍ୟୁ ହ୍ୱିଲର ଆଉ ଜଣେ ଆର୍କିଓଲୋଜିକାଲ ଡାଇରେକ୍ଟର ଥିଲେ ସେତେବେଳେ ଡେକାନ କଲେଜରେ, REM ହ୍ୱିଲର ବୋଲି ଡାଇରେକ୍ଟର ଜେନେରାଲ ASI 1944 ଥିଲେ ହ୍ୱିଲର, ସେ ବି ଗୋଟେ ଷ୍ଟଡି କରିଛନ୍ତି। ଏବଂ ସାଙ୍ଖାଳିଆ ଏତେ ଏକ୍ସକାଭେସନ କଲେ ଯେ ହି ମେଡ୍ ଦି କଣ୍ଟ୍ରିବ୍ୟୁସନ ଟୁ ଇଣ୍ଡିଆନ ପ୍ରିହିଷ୍ଟ୍ରି ପାଇଁ ସାଙ୍ଖାଳିଆ କଣ୍ଟ୍ରିବ୍ୟୁସନ ବହୁତ ବେଶୀ ପଳେଇ ଆସିଲା। ସେ ବହୁତ କାମ କଲେ। ସେତେବେଳକୁ ଆର୍କିଓଲୋଜିକାଲ ଡିପାର୍ଟମେଣ୍ଟ ପଳେଇ ଆସିଥିଲା, ଆର୍କିଓଲୋଜିକାଲ ଷ୍ଟଡି ପଳେଇ ଆସିଥିଲା ଏବଂ ସେ ବହୁତ ଆର୍କିଓଲୋଜିକାଲ ଷ୍ଟଡି କରି ସାଙ୍ଖାଳିଆ ଫେମସ୍ ହେଇଯାଇଛନ୍ତି। ଓଡ଼ିଶାକୁ ଆସିବା, ଓଡ଼ିଶାରେ ପ୍ରଫେସର କେସି ତ୍ରିପାଠୀ ବି ବହୁତ ମହାନଦୀ ଭ୍ୟାଲି, ବ୍ରାହ୍ମୀଣ ଭ୍ୟାଲିରୁ ବହୁତ ପାଇଛନ୍ତି ପାଲିଓଲିଥିକ, ନିଓଲିଥିକ, ମେଜୋଲିଥିକ ପାଇନାହାନ୍ତି, କିନ୍ତୁ ପାଲିଓଲିଥିକ ପାଇଛନ୍ତି। ମେଜୋଲିଥିକ ଅଳ୍ପ ପାଇଛନ୍ତି, କିନ୍ତୁ ବେଶୀ ପାଲିଓଲିଥିକର ବହୁତ ପାଇଛନ୍ତି ରିଭର ବ୍ରେଡରୁ। ଏବଂ ଆନନ୍ଦର ପ୍ରଫେସର କେ ବାସା, ଯିଏକି ନ୍ୟାସନାଲ ମନୁମେଣ୍ଟର ଡାଇରେକ୍ଟର ଅଛନ୍ତି ଦିଲ୍ଲୀରେ, ସେ ଓଡ଼ିଶାର ଆର୍କିଓଲୋଜିକାଲ ସାଇଟ୍ 2-3ଟି ଆର୍କିଓଲୋଜିକାଲ ସାଇଟ୍ ବି ଉପରେ ତଥ୍ୟ ଦେଇଛନ୍ତି। ସୋ ଯେତେ ଓଡ଼ିଶାର ବା ଇଣ୍ଡିଆନ ଆନ୍ଥ୍ରୋପୋଲୋଜି ସେତେବେଳକୁ ଡେଭଲପ ପ୍ରାୟ ବର୍ତ୍ତମାନ ସୁଦ୍ଧା ଇଣ୍ଡିଆନ ଆନ୍ଥ୍ରୋପୋଲୋଜି ଗୋଟେ ଫୁଲ୍ ଫ୍ଲେଜେଡ୍ ସବଜେକ୍ଟ ସାରା ବିଶ୍ୱରେ ଏବଂ ଇଣ୍ଡିଆରେ ବି ଆସିଯାଇଛି। ବର୍ତ୍ତମାନ ବିଭିନ୍ନ ଷ୍ଟଡି, ବିଭିନ୍ନ ଆସ୍ପେକ୍ଟରେ ଆନ୍ଥ୍ରୋପୋଲୋଜିକାଲ ଷ୍ଟଡି ହେଉଛି। ଆମେ ଯଦି ସମରାଇଜ କରିବା, ଫିଜିକାଲ ଆନ୍ଥ୍ରୋପୋଲୋଜି ହଉ, ଶାରୀରିକ ଆନ୍ଥ୍ରୋପୋଲୋଜି ବା ସାମାଜିକ ଆନ୍ଥ୍ରୋପୋଲୋଜି, ଐତିହାସିକ ଆନ୍ଥ୍ରୋପୋଲୋଜି, ପ୍ରାଗ ଐତିହାସିକ ଆନ୍ଥ୍ରୋପୋଲୋଜି, ଲିଙ୍ଗୁଇଷ୍ଟିକ ଭାଷା ତତ୍ତ୍ୱ, ଭାଷା ଆନ୍ଥ୍ରୋପୋଲୋଜି ବା ଆନ୍ଥ୍ରୋପୋଲୋଜିର ୟୁଜ୍, ଆପ୍ଲାଏଡ୍ ଆନ୍ଥ୍ରୋପୋଲୋଜି, ଏସବୁ ବର୍ତ୍ତମାନ ସବୁ ଫେଜ୍ରେ ଏବଂ ଏ ଆନ୍ଥ୍ରୋପୋଲୋଜିକୁ ଡେଭଲପମେଣ୍ଟ ହେଲା ପରେ ଆମର ଆସ୍ତେ ଆସ୍ତେ ଆଡମିନିଷ୍ଟ୍ରେସନରେ ଆନ୍ଥ୍ରୋପୋଲୋଜିର ଇମ୍ପୋର୍ଟାନ୍ସ ବଢ଼ିଲା। ଯେହେତୁ ଆନ୍ଥ୍ରୋପୋଲୋଜିକାଲ ନଲେଜ ଲୋକମାନଙ୍କର ଡେଭଲପମେଣ୍ଟ ପାଇଁ ଲାଗୁଛି, ଓଡ଼ିଶାରେ ପର୍ଟିକୁଲାରଲି ଇଣ୍ଡିଆରେ ଯୋଉଠି ସବୁ ଟ୍ରାଇବାଲ ଷ୍ଟେଟ୍ସ ଅଛନ୍ତି, ଟ୍ରାଇବାଲ ଡିଷ୍ଟ୍ରିବ୍ୟୁସନ ଅଧିକା ଅଛି, ଟ୍ରାଇବାଲ ଇନଷ୍ଟିଚ୍ୟୁଟ୍ ବା
ट्राइबल रिसर्च एंड ट्रेनिंग सेंटर खोलीगला एवं ता थ्रुरे बहुत आंथ्रोपोलॉजिकल स्टडी करागला इभालुएसन करागला गुडे प्रोजेक्ट को मॉनिटरिंग करागला एवं आंथ्रोपोलॉजिकल एससी एसटी आरआई स्टेट काउंसिल ऑफ स्टेट इंस्टीट्यूट ऑफ शेड्यूल कास्ट एंड शेड्यूल ट्राइब रिसर्च इंस्टीट्यूट हैला फल बहुत डेवलपमेंट होता शेड्यूल कास्ट अलग डिविजन हो गला लास्ट 5 वर्ष 10 वर्ष भितर शेड्यूल ट्राइब आउ गोटे डिविजन आउ गोटे डिपार्टमेंट द्वारा मैनेजमेंट होची एवं राज्यपाल अधीन आसूची आमर हाउ दी शेड्यूल एरियाज ट्राइबल एरियाज माने जोड़ा कि बहुत जो मैंने अति गरीब श्रेणी अच्छा आगु प्रिमिटिव ट्राइब कहला कि प्रिमिटिव ट्राइबटा आ प्रिमिटिव वार्डटा यूज करागलानी 90s परठू ताको आमे गवर्नमेंट ऑफ इंडिया प्रिमिटिव न कहिकरी वल्नरेबल ट्राइब्स वल्नरेबल ट्राइब्स इंडिया बोली कहगला जो मानकर इकोनॉमी इज वेरी लो जो मानकर एजुकेशन इज वेरी लो जो मानकर हेल्थ एंड न्यूट्रिशन इज वेरी लो से मानकर स्पेसिफिक डेवलपमेंट पाई ओ सारा भारत रे ऑलमोस्ट 75 वल्नरेबल ट्राइब अछंती ओडिशा रे प्राय 13 वल्नरेबल ट्राइब अछंती ए वल्नरेबल ट्राइब रो डेवलपमेंट पाई गवर्नर को स्पेशल दायित्व दिया गला गवर्नमेंट कौन करूची कौन नाही तार इवैल्यूएशन गवर्नर कर सेल रही आंथ्रोपोलॉजिकल सेल सेठी दुई जन आंथ्रोपोलॉजिस्ट रही से देखुंती पीरियडिकली कौन गवर्नमेंट रो काम होची ठीक होची ना कौन नहीं सो वर्तमान अप्लाइड एंड एक्शन आंथ्रोपोलॉजी यूज ऑफ आंथ्रोपोलॉजिकल नॉलेज ठीक भाव में डेवलपमेंट काम लगुच ना नहीं ठीक भाव में लोक मैंने जहाँ डेवलपमेंट होची से माने डेवलपमेंट रो मूल्य पाउछंती ना नहीं तापर बहुत इवैल्यूएशन होची तापर बहुत एनालिसिस होची तापर बहुत रिसर्च इवैल्यूएशन रिसर्च भी बहुत चलुची आंथ्रोपोलॉजी जो पूरा डेवलप हो गला जो लोक मानकर ऊपर संपूर्ण ज्ञान शारीरिक सामाजिक सांस्कृतिक आसिला एवं ई नॉलेज को डेवलपमेंट काम लगिला से आंथ्रोपोलॉजी संपूर्ण पूर्णांग भारत वर्ष कौन सारा विश्व कि गोटे एबे आमे जो देखुचे आमे एबे भी पिला माने पढुचे आंथ्रोपोलॉजी रो विषय वस्तु आमे यूरोपियन मॉडल को चाहिकरी करछे हम इंडियन मॉडल को चाहुने एबे समय आसिलानी आमे इंडियन भारतीय संस्कृति सहित नृतत्वर संगति बा भारतीय संस्कृति रे नृतत्व स्थान तापर आम निरूपण करवा समय आसी न्यू एजुकेशन पॉलिसी रे भारतीय संस्कृति उपरे बहुत इम्पोर्टेंस दिया जाउची भारतीय संस्कृति माने कौन मनुष्य संस्कृति आम मनुष्य उपर पढ़ुचे मनुष्य उपर पढ़ुचे भारतर मुनि ऋषि माने भारतर फिलोसोफ दार्शनिक माने जिते बेले 2000 वर्षिया ख्रीष्टाब्द 2000 पूर्व ख्रीष्टाब्द 1500 पूर्व विभिन्न मनुष्य उपरे तांकर जीवन शैली उपरे तांकर प्रकृति सहित मनुष्यर सामंजस्य विषय रे प्रकृति सहित मनुष्य केमती मिसिकरी चलिबो एवं प्रकृति सहित केमती तार निजर निजस्व डेवलपमेंट दैट इज कॉल्ड निजे निजर डेवलपमेंट बा निज ट्राइबल डेवलपमेंट बा नेचुरल डेवलपमेंट केमती देखुची केमती करूची से विषय जानुची तो आमे जदी हमर भारतीय संस्कृति सहित नृतत्व बा मानव विज्ञान रो लिंक बा स्थिति न देखिबा तारे एबे भी किछि रही जीवो बाकी रही जीवो हमर नूतन पीढ़ी रो नृतत्वविद मानकु बा नृतत्व स्कॉलर मानकु बा नृतत्व छात्र छात्री मानकु से मानकु मोर आग्रह से मानकु मोर अनुरोध से माने भारतीय संस्कृति सहित तालमेल दे नृतत्वर सब्जेक्ट को नृतत्वर परिसर को देखंतु पढ़ंतु आज एतिकी बहुत बहुत धन्यवाद।